ମାନେ ବାରମ୍ବାର ଶୁଣିଅଛୁ ଆମମାନଙ୍କ ମଧ୍ୟରେ ଯେହେତୁ ଅନେକ ପ୍ରଭୁଙ୍କର ଦାସ ଦାସୀ ମାନେ ଅଛନ୍ତି, ହୁଏତ ଅନେକ ଥର ଆପଣ ମାନେ ମଧ୍ୟ ପ୍ରଚାର କରି ସାରିଛନ୍ତି, ସେଥିରୁ ମୁଁ ବିଶ୍ୱାସ କରୁଅଛି। ତେବେ ସେଇ ପରିଚିତ ଅଂଶଟି ଆମେ ପାଠ କରିବା, ଯାହା ଆପଣ ମାନେ ପାଇବେ ମାର୍କ ଲିଖିତ ସୁସମାଚାର ତାର 1 ଅଧ୍ୟାୟ 15 ପଦଟି। ଅନେକଙ୍କର ହୁଏତ ମୁଖସ୍ଥ ମଧ୍ୟ ଥିବ ସେ ପଦଟି। ତେବେ ଏ ପଦ ପଢିବା ପୂର୍ବରୁ ମୁଁ ସ୍ୱୀକାର କରିବା ପାଇଁ ଚାହେଁ ଯେ ଆମମାନଙ୍କର ବବିତା ଭଉଣୀ ଯୋଉ ଗୀତଟି ଗାଇଲେ, ଆମେ ବ୍ରଜରାଜନଗର ଝାରସୁଗୁଡ଼ାରେ ଯେତେବେଳେ ପୁଅ ଝିଅ ମାନଙ୍କୁ ଟ୍ରେନିଂ ଦଉଥିଲୁ ମିଶନାରୀ ଭାବରେ ପ୍ରସ୍ତୁତ କରିବା ପାଇଁ, ପ୍ରାୟ 28-29 ବର୍ଷ ପରେ ସେ ଗୀତଟି ବର୍ତ୍ତମାନ ମୁଁ ଶୁଣିବାକୁ ପାଇଲି। ବହୁତ ବହୁତ ଧନ୍ୟବାଦ। ବହୁତ ସୁନ୍ଦର ଗୀତ। ସବୁଦିନ ଡିଭୋସନରେ ସେ ଗୀତ ବୋଲା ଯାଉଥିଲା, ଆଉ ଆଜି ସେ ଭଉଣୀ ପୁନର୍ବାର ତାହା ମନେ ପକେଇଦେଲେ। ଥ୍ୟାଙ୍କ ୟୁ ସୋ ମଚ୍, ଧନ୍ୟବାଦ। ତେବେ ମାର୍କ ଲିଖିତ ସୁସମାଚାର ତାର 1 ଅଧ୍ୟାୟ 15 ପଦ କେହି ଜଣେ ପଢି ଦିଅନ୍ତୁ। କାଳ ସମ୍ପୂର୍ଣ୍ଣ ହେଲାଣି, ଈଶ୍ୱରଙ୍କ ରାଜ୍ୟ ସନ୍ନିକଟ, ମନ ପରିବର୍ତ୍ତନ କର ଓ ସୁସମାଚାରରେ ବିଶ୍ୱାସ କର। ଆମେନ୍। ଧନ୍ୟବାଦ। ପ୍ରଭୁ ତାଙ୍କରି ପଠିତ ବାକ୍ୟରେ ଏବଂ ଶ୍ରବଣରେ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପଦେ ପ୍ରାର୍ଥନା କରିବା। ଆହେ ଆମମାନଙ୍କର ବାକ୍ୟ ରୂପୀ ପରମେଶ୍ୱର, ତୁମର ପବିତ୍ର ଜୀବନ୍ତ ଓ କାର୍ଯ୍ୟସାଧକ ବାକ୍ୟ ନିମନ୍ତେ ଆମେ ତୁମର ଧନ୍ୟବାଦ କରୁଅଛୁ। ପବିତ୍ର ପ୍ରଭୁ, ତୁମରି ପବିତ୍ର ବାକ୍ୟକୁ ଭାଙ୍ଗିବା ପାଇଁ ଆମେ ସବୁ ଅଯୋଗ୍ୟ ମନୁଷ୍ୟ ଅଟୁ। ଏତେବେଳେ ପ୍ରାର୍ଥନା କରୁଅଛୁ ତୁମରି ପବିତ୍ର ଆତ୍ମାଙ୍କର ଶକ୍ତି ଓ ସାହାଯ୍ୟରେ ପ୍ରଭୁ ତୁମରି ବାକ୍ୟର ନିଗୁଢ଼ ତତ୍ତ୍ୱ ଆମମାନଙ୍କୁ ବୁଝିବା ପାଇଁ ସାହାଯ୍ୟ କର। ପ୍ରିୟ ନାମରେ ମାଗୁଅଛୁ, ଆମେନ୍। ପୁଣି ଥରେ ସମସ୍ତଙ୍କୁ ଜୁମ୍ରେ ଉପସ୍ଥିତ ପ୍ରତ୍ୟେକ ଈଶ୍ୱରଙ୍କ କରେ। ଆଜି ଏହି ସୁଯୋଗ ଆପଣ ମାନେ ଦେଇଛନ୍ତି, ତେଣୁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ଆପଣମାନଙ୍କ ଠାରେ ମଧ୍ୟ ଚିର କୃତଜ୍ଞ ଅଟେ ଓ ଧନ୍ୟବାଦୀ ଅଟେ। ମାର୍କ ଲିଖିତ ସୁସମାଚାର ଆମମାନଙ୍କର ନିମନ୍ତେ ଅପରିଚିତ ନୁହେଁ। ଆଉ ନୂତନ ନିୟମରେ 4ଟି ସୁସମାଚାର ଅଛି। 4ଟି ସୁସମାଚାର ମଧ୍ୟରୁ ମାର୍କ ଲିଖିତ ସୁସମାଚାର ହେଉଛି ସର୍ବପ୍ରଥମ ସୁସମାଚାର ପୁସ୍ତକ ଅଟେ, ଯାହା ପ୍ରଥମେ ଲେଖା ଯାଇଅଛି। ସମ୍ଭବତଃ 2ୟ ଶତାବ୍ଦୀରେ ବା 2ୟ ଖ୍ରୀଷ୍ଟାବ୍ଦରେ ଏହା ଲେଖା ଯାଇଥିଲା। ଆଉ ୟାର ଲେଖା ଉପରେ ଆଧାର କରି ମାଥିଉ ଏବଂ ଲୁକ ଅନେକ କଥା ସେମାନେ ରିପିଟ୍ କରିଛନ୍ତି ଏବଂ ଆଉ ଟିକେ ପ୍ରାଞ୍ଜଳ ଭାବରେ ତାକୁ ବ୍ୟାଖ୍ୟା କରିଦେଇଛନ୍ତି। ତେଣୁକରି ମାଥିଉ, ମାର୍କ, ଲୁକ ଏ 3ଟି ସୁସମାଚାରକୁ ସମାନ୍ତର ସୁସମାଚାର ବୋଲିକରି କୁହାଯାଏ, ବା ସିନୋନିମସ୍ ଗସ୍ପେଲ ବା ସିନୋପ୍ଟିକ୍ ଗସ୍ପେଲ ବୋଲିକରି କୁହାଯାଏ। ତେବେ ଆଜି ହୁଏତ ମୁଁ ପ୍ରଚାର ହୁଏତ କରିନପାରେ, କିନ୍ତୁ ଟିଚିଂ ଟିକେ କରିବା ପାଇଁ ମୁଁ ଚାହିଁବି ଯେ ଗୋଟିଏ ଶବ୍ଦକୁ ନେଇ ତାର ବ୍ୟାଖ୍ୟା ଟିକେ କରିବା ପାଇଁ ମୁଁ ଚାହିଁବି, ଯାହା ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ ବୁଝିବାରେ। ଆଉ ଯଦ୍ୟପି ଏହା ଅତି ସହଜ ଏବଂ ଆମମାନଙ୍କର ମୁଖରେ ଅନର୍ଗଳା ଭାବରେ ଏ ଶବ୍ଦଟି ବାହାରିଥାଏ, ଅନବରତ ବାହାରିଥାଏ। ଆଉ ଆମେ ଏହାର କଣ କହିବା, ଚାକ୍ଷୁଷ ସାକ୍ଷୀ ଏବଂ ଭୋକ୍ତା ଉପଭୋଗୀ ସମସ୍ତେ, ଏ ଶବ୍ଦର ଉପଭୋଗୀ ସମସ୍ତେ ଆମେ ଅଟୁ। ତେଣୁ ଏଇ ମାର୍କ ଲିଖିତ ସୁସମାଚାରରେ ଯୋଉ ପ୍ରଥମ ମାନେ ପଦଟି ଆମେ ପାଠ କଲୁ, 15 ପଦଟି, ଆମେ ସମସ୍ତେ ଜାଣୁ ଯେ ମାର୍କ ଲିଖିତ ସୁସମାଚାରର ଆପଣମାନଙ୍କର ବାଇବେଲରେ ହେଡିଂ ଥିବ ଯେ ଜଳ ଦୀକ୍ଷାଦାତା ଯୋହନ ବୋଲିକି ରେଡ୍ ଲେଟରରେ ଲେଖା ଅଛି, ଓକେ, ବା ବାପ୍ତିଜକ ଯୋହନ ବୋଲିକିରି ଲେଖା ଥିବ। କିନ୍ତୁ ଏକ ପଦରେ ଦେଖିବେ ଈଶ୍ୱରଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ସୁସମାଚାରର ଆରମ୍ଭ। ଓକେ, ତାପରେ ଭାଓବାଦୀ ମାନଙ୍କର ପୁସ୍ତକର କଥା ଲେଖା ହେଇଛି ଏବଂ ବାପ୍ତିଜକ ଯୋହନ କେମିତି କୋଉ ବିଷୟରେ ଘୋଷଣା କରି ସେ ବାପ୍ତିସ୍ମ ଦଉଥିଲେ, ଆଉ ଉଚ୍ଚ ରବ ସେ ପ୍ରାନ୍ତରରେ କରୁଥିଲେ, କଣ କଣ ଖାଉଥିଲେ, କଣ ପିଉଥିଲେ, କଣ ପିନ୍ଧୁଥିଲେ, ଏ ସମସ୍ତ କଥା ଲେଖା ଅଛି। ତାପରେ ଯୀଶୁଖ୍ରୀଷ୍ଟଙ୍କର ସୁସମାଚାରର କଥାର ଗୁରୁତ୍ୱ ସେ ସ୍ଥାନରେ ଆମେ ଦେଖିବାକୁ ପାରିଥାଉ। ତେବେ ଏଇ ଯୋଉ ମାର୍କ ଲିଖିତ ସୁସମାଚାର ପୁସ୍ତକଟି ଅତି କ୍ଷୁଦ୍ରତମ ପୁସ୍ତକ ଅଟେ ଅନ୍ୟାନ୍ୟ ସୁସମାଚାର ପୁସ୍ତକ ଅପେକ୍ଷା। ମାଥିଉରେ 28 ଅଧ୍ୟାୟ, ଲୁକରେ 24 ଅଧ୍ୟାୟ ପର୍ଯ୍ୟନ୍ତ ଅଛି, ମାର୍କରେ ଆମେ କେତେ ଅଧ୍ୟାୟ ଦେଖୁଛୁ, 16 ଅଧ୍ୟାୟ ପର୍ଯ୍ୟନ୍ତ ଦେଖୁଛୁ, ଏବଂ ଯୋହନରେ 21 ଅଧ୍ୟାୟ ପର୍ଯ୍ୟନ୍ତ ଦେଖୁଛୁ। ତେଣୁ ଏଇ 4ଟି ସୁସମାଚାରରେ ମାର୍କ ଗୋଟେ ଛୋଟ ପୁସ୍ତକ ଅଟେ ବା ଛୋଟ ସୁସମାଚାର ଅଟେ, କ୍ଷୁଦ୍ରତମ ଅଟେ। କ୍ଷୁଦ୍ରତମ, କିନ୍ତୁ ଏଥିରେ ଯୋଉ ଲେଖା ଗୁଡାକ ଲେଖା ଅଛି ଏ ସବୁ ଯୀଶୁଙ୍କର କର୍ମର ବିବରଣୀ ସବୁ ଲେଖା ଅଛି। ଯୀଶୁ ଯୋଉ ସମସ୍ତ ଆଶ୍ଚର୍ଯ୍ୟ କର୍ମମାନ ସାଧନ କରୁଥିଲେ ସେ କର୍ମବହୁଳ ବିବରଣୀ ଲିପିବଦ୍ଧ କରାଯାଇଅଛି।
ଆଉ ତେଣୁ କରି ଯୀଶୁଙ୍କର କର୍ମ, ଯୀଶୁଙ୍କର ଚମତ୍କାର କାର୍ଯ୍ୟ, ଯୀଶୁଙ୍କର ଆଶ୍ଚର୍ଯ୍ୟ କର୍ମ ଗୁଡିକର ବିବରଣୀ ଯାହା ମାର୍କ ଲେଖିଛନ୍ତି, ଆଙ୍କ ଲେଖାରୁ ସେମାନେ ଉଦ୍ଧୃତ କରିଛନ୍ତି ମାଥ୍ୟୁ ଏବଂ ଲୁକ। ଆଉ ଏଇ ମାର୍କ ଲିଖିତ ସୁସମାଚାରର ସମସ୍ତ ଲେଖାର ଶୈଳୀ ବହୁତ ସରଳ ହେଲେ ମଧ୍ୟ ବହୁତ ଶକ୍ତିଶାଳୀ ଅଟେ। ବୁଝିବା ପାଇଁ ବହୁତ ସରଳ ଲାଗେ, ସହଜ ଅନୁମେୟ ହୁଏ, କିନ୍ତୁ ବହୁତ ଶକ୍ତିଶାଳୀ କଥା ଗୁଡାକ ସ୍ଥାନରେ ଲେଖା ଅଛି। ଆଉ ବିଶେଷତଃ ମୁଖ୍ୟ ପ୍ରସଙ୍ଗ ଏଥିରେ ଆମେ ଦେଖିବାକୁ ପାରିଥାଉ, ତାହା ହଉଛି ଯେ ଯୀଶୁ ଖ୍ରୀଷ୍ଟଙ୍କର ଦୁଃଖ ଭୋଗ ଓ ମୃତ୍ୟୁର କଥା। ଏଇଟା ହଉଛି ତାର ସାରମର୍ମ। ଦ ସଫରିଂ ସର୍ଭେଣ୍ଟ ଅଫ ଗଡ୍, ଈଶ୍ୱରଙ୍କର ଯୋଉ ପୁତ୍ର ସେ କେତେ ଦୁଃଖ କଷ୍ଟ କଲେ, ମୃତ୍ୟୁ ଭୋଗ କଲେ, ତାହାରି ଉପରେ ବେଶୀ ଗୁରୁତ୍ୱ ଦେଇ ମାର୍କ ସେ ଲେଖନ୍ତି। କାରଣ ଜିହୁଦୀ ମାନଙ୍କର ଶାସ୍ତ୍ର ଅଛି, ପୁରାତନ ନିୟମର କଥା ସବୁ ଲେଖା ଅଛି, ଭାବବାଣୀ ମାନଙ୍କର ଯୋଉ ଭାବବାଣୀ ସବୁ ବୋଲା ଯାଇଥିଲା ସେ ସମସ୍ତ କଥା କେମିତି ସଫଳ ହବ ସେ ସମ୍ପର୍କରେ ମଧ୍ୟ ଲିଖିତ ଅଛି। ଈଶ୍ୱରଙ୍କର ପୁତ୍ର ଯୀଶୁ ଭବିଷ୍ୟତରେ କିପରି ମୃତ୍ୟୁ ଭୋଗ କରିବେ, ମନୁଷ୍ୟ ପୁତ୍ର ଭାବରେ ଏକ ସର୍ଭେଣ୍ଟ ସଙ୍ଗ ଯୋଉଟା ମାନେ ଜିସାୟ 53ରେ ପଢୁ, ତାର ସମସ୍ତ ଭାବବାଣୀ ସଫଳ ହେବାର ଆମେ ସ୍ଥାନରେ ଦେଖିବାକୁ ପାରିଥାଉ। ପୁଣି ଯୀଶୁ କିପରି ଓ କାହିଁକି ମୃତ୍ୟୁବରଣ କଲେ, ସେ କିପରି ପୁନରାଗମନ କରିବେ, ପୁନରୁତ୍ଥିତ ହେଲେ, ଏ ସମସ୍ତ ବିବରଣୀ ଆମେ ଦେଖିବାକୁ ପାଇଥାଉ। ତେବେ ସେ ଯାହା ହଉ, ଏଇ ଯୋଉ 15 ପଦଟି ଆମେ ପାଠ କଲୁ, ଏଇ ପଦରେ ଆମେ ଦେଖିବାକୁ ପାରୁଛୁ, ମୁଁ ପୁରା ପଦଟି ବ୍ୟାଖ୍ୟା କରିବି ନାହିଁ, କାରଣ କେତୋଟି ସମ୍ବାଦ ଅଛି ବା କେତୋଟି ମୁଖ୍ୟ ପ୍ରସଙ୍ଗ ଅଛି। କାଳ ସମ୍ପୂର୍ଣ୍ଣ ହେଲାଣି, କାଳ ଉପରେ ଗୋଟେ ପ୍ରସଙ୍ଗ ହବ, ଈଶ୍ୱରଙ୍କର ରାଜ୍ୟ ବିଷୟରେ ଗୋଟେ ପ୍ରସଙ୍ଗ ହବ, ଈଶ୍ୱରଙ୍କ ରାଜ୍ୟ ସନ୍ନିକଟ ସେ କଥା ଲେଖାଯାଇଛି। ତାପରେ ଲେଖାଯାଇଛି ମନ ପରିବର୍ତ୍ତନ କର ଓ ସୁସମାଚାରରେ ବିଶ୍ୱାସ କର। ଏଇ କଥାକୁ ନେଇ ମାର୍ଟିନ ଲୁଥର, ଜନ୍ କାଲଭିନ ଏବଂ ଜ୍ୱିଙ୍ଗଲି ଏଭଳି ଯୋଉ ଇତିହାସର ବିଶାରଦ ମାନେ ଅଛନ୍ତି, ବାଇବେଲ ବିଶାରଦ ମାନେ ଅଛନ୍ତି, ଆଉ ଯୋଉମାନେ କି ରିଫର୍ମେସନ ଆରମ୍ଭ କରିଥିଲେ, ସେମାନଙ୍କର ସମୟରେ ରୋମାନ କ୍ୟାଥୋଲିକର ଡକ୍ଟ୍ରିନ୍ ବିରୁଦ୍ଧରେ ଉଠିଥିଲେ ଓ ନିଜର ଧର୍ମ ମତାବଲମ୍ବୀ ସେମାନେ ବା ଧର୍ମତତ୍ତ୍ୱବାଦକୁ ସେମାନେ ପ୍ରତିଷ୍ଠା କରିଥିଲେ ଓ ପ୍ରକାଶ କରିଥିଲେ। ଏଥିରେ ସେମାନଙ୍କର ଭିନ୍ନ ଭିନ୍ନ ମତ ମଧ୍ୟ ଆମେ ଦେଖିବାକୁ ପାରିଥାଉ। ମନ ପରିବର୍ତ୍ତନ କର, ଆମେ ଓଡ଼ିଆରେ କହୁଛୁ, ତାକୁ ଯଦି ଇଂରାଜୀରେ କୁହାଯାଏ କଣ କରିବେ? ରିପେଣ୍ଟ ବୋଲିକରି ଇଂରାଜୀ ବାଇବେଲରେ ଲେଖା ଅଛି, ରିପେଣ୍ଟ ଆଣ୍ଡ ବିଲିଭ୍ ଇନ୍ ଦ ଗସ୍ପେଲ। ତ ଲୁଥର କହିବେ ଯେ, ମାର୍ଟିନ ଲୁଥର ସେ କହନ୍ତି ଯେ ବିଶ୍ୱାସ କରିବାଟା ସାଧାରଣ ବିଷୟ ନୁହେଁ ଆଉ ଆମର ନିଜସ୍ୱ ବିଷୟ ନୁହେଁ। ତେଣୁକରି ସେ ଫ୍ରି ୱିଲ୍ ବିଷୟରେ ଟିକେ ବିରୋଧ କରନ୍ତି। ଈଶ୍ୱର ଆମ ମାନଙ୍କୁ ଯୋଉ ଫ୍ରି ୱିଲ୍ ଦେଇଛନ୍ତି ବା ସ୍ୱାଧୀନ ଇଚ୍ଛା ଦେଇଛନ୍ତି, ଯୋଉଟା ଆମେ କରିବା ପାଇଁ ଚାହିଁବୁ ସେଇଟା କରିପାରିବୁ ବୋଲି, କିନ୍ତୁ ତାଙ୍କ ମତାନୁସାରେ ସେ କହନ୍ତି ଯେ ମନ ପରିବର୍ତ୍ତନ କରିବା ଏବଂ ସୁସମାଚାରରେ ବିଶ୍ୱାସ କରିବାଟା ଈଶ୍ୱରଙ୍କର ଅନୁଗ୍ରହ ନହେଲେ ହେଇପାରିବ ନାହିଁ। ଜଣେ ବ୍ୟକ୍ତି ଯେ ବିଶ୍ୱାସ କରିବ ସୁସମାଚାରରେ, ସେ ନିଜେ ସେଟା କରିପାରିବ ନାହିଁ, ନିଜର ଷ୍ଟ୍ରେଂଥରେ ସେ କରିପାରିବ ନାହିଁ। ଆଉ କାହିଁକି ଜଣେ ମନ ପରିବର୍ତ୍ତନ କରିବ, କୋଉ ଅବସ୍ଥାରେ ମନ ପରିବର୍ତ୍ତନ କରିବ, এই ସମସ୍ତ କଥା ମାନେ ଦେଖିବା। ତେବେ ଏଥିର ଯୋଉ ଅନୁରୂପ ଇଂରାଜୀ ଶବ୍ଦର ଯୋଉ ଅନୁରୂପ ଅର୍ଥ ଅଛି ରିପେଣ୍ଟ, ଆମେ କଣ କହୁ? ରିପେଣ୍ଟର ଓଡ଼ିଆ ଅର୍ଥ ଅନୁତାପ କହିଥାଉ, ନୁହେଁ କି? ଅନୁତାପ। ସେଇ ଅନୁତାପ ଶବ୍ଦ ବିଷୟରେ ଆଜି ଟିକେ ଆମେ ଆଲୋଚନା କରିବା। ସମସ୍ତେ ଆମେ ଜାଣୁ, ସମସ୍ତେ ଆମେ ଅନୁଭବୀ, ଯୋଉମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରି, କାରଣ ଅନୁଗ୍ରହରେ ବିଶ୍ୱାସ ଦ୍ୱାରା ଆମେ ସମସ୍ତେ ପରିତ୍ରାଣ ପାଇଅଛୁ, ତାହା ନିଜ କର୍ମ ଠାରୁ ନୁହେଁ କିନ୍ତୁ ଈଶ୍ୱରଙ୍କର ଦାନ ଅଟେ। ତ ବିଶ୍ୱାସ କରିବା ମଧ୍ୟ ଗୋଟେ ଈଶ୍ୱରଙ୍କର ଦାନ। ସେଇଟା ନହେଲେ, ଅନୁଗ୍ରହ ଦ୍ୱାରା ସେଇଟା ସାଧିତ ନହେଲେ ଜଣେ ଯୀଶୁଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରିପାରିବ ନାହିଁ, ଅଟୋମେଟିକ ହେଇପାରିବ ନାହିଁ। ତ ସେଇ କଥା ଉପରେ ଲୋକମାନେ ଡକ୍ଟ୍ରାଇନାଲି ଡିସ୍ପ୍ୟୁଟ୍ କରନ୍ତି, କିନ୍ତୁ ମୁଁ ଡକ୍ଟ୍ରାଇନାଲ ବିଷୟ ଆଡ଼କୁ ଯିବି ନାହିଁ, ସରଳ ଭାବରେ ବୁଝେଇବା ପାଇଁ ମୁଁ ଚେଷ୍ଟା କରିବି, ଯାହାକୁ ଏଇ ଅନୁତାପ ଶବ୍ଦ ସମ୍ପର୍କରେ ଟିକେ ଆମେ ଆଜି ଶିଖିବା ପାଇଁ ଚେଷ୍ଟା କରିବା। ପୁରାତନ ନିୟମରେ ଲୋକମାନଙ୍କୁ ବ୍ୟବସ୍ଥା ଦିଆଯାଇଥିଲା
ଏବଂ ବ୍ୟବସ୍ଥା ଓ ବଳିଦାନର ନିୟମ ଅନୁସାରେ ସେମାନେ କ'ଣ କରୁଥିଲେ ନା ପାପ ସ୍ୱୀକାର କରୁଥିଲେ, ପାପ ନିମନ୍ତେ ବଳି ଉତ୍ସର୍ଗ କରୁଥିଲେ। ବିଭିନ୍ନ ରକମର ବଳି ବିଷୟରେ ମଧ୍ୟ ପୁରାତନ ନିୟମରେ ଲେଖା ଅଛି, ଯାହା ମୁଁ କହିବା ପାଇଁ ଦୋଷାର୍ଥକ ବଳି, ପାପାର୍ଥକ ବଳି, ଏମିତି ବିଭିନ୍ନ କଥା। ପୁଣି ଯୋଉ ପାପ ନିମନ୍ତେ ସେମାନେ ବଳି ଉତ୍ସର୍ଗ କରୁଥିଲେ, ପୁନରାୟ ଫେରି ସେମାନେ ସେଇ ପାପ କରୁଥିଲେ। କିନ୍ତୁ ନୂତନ ନିୟମରେ ଅନୁତାପର ଅର୍ଥ ପାପରୁ ବିମୁଖ ହେବା ଓ ଈଶ୍ୱରଙ୍କ ନିକଟକୁ ଫେରିବା, ଟର୍ଣ୍ଣିଂ away from sin and returning to God, ସେଇଟା ଇଂରାଜୀରେ ଆମେ କହିଥାଉ। ତେବେ ଗ୍ରୀକ ଶବ୍ଦ ମେଟାନୋଇଆ ବୋଲିକରି କହନ୍ତି। ଏଇ ଯୋଉ ରିପେଣ୍ଟ ବା ରିପେଣ୍ଟାନ୍ସ ଶବ୍ଦକୁ ଗ୍ରୀକ ଶବ୍ଦରେ କୁହାଯାଏ ମେଟାନୋଇଆ ବୋଲିକରି, ଯାହାର ଅର୍ଥ ଟୁ ଚେଞ୍ଜ ୱାନ୍ସ ମାଇଣ୍ଡ, ଜଣକର ମନକୁ ବଦଳେଇବା, ଯାହାକୁ ମନ ପରିବର୍ତ୍ତନ କର ବୋଲିକରି କୁହାଯାଇଛି। ମନକୁ କେମିତି ବଦଳେଇବେ? ଆମେ ଅନେକ ସମୟରେ ହୃଦୟକୁ ପରିବର୍ତ୍ତନ କରିବା ବୋଲିକରି କହିଥାଉ, କିନ୍ତୁ ପ୍ରଭୁ ଯୀଶୁଙ୍କର ସୁସମାଚାରର ଆରମ୍ଭରେ ଯୋଉ ଗାଲିଲିଆନ ମିନିଷ୍ଟ୍ରି, ଗାଲିଲିରେ ଯୋଉ ମିନିଷ୍ଟ୍ରି, ଯୋଉ ସେବା କାର୍ଯ୍ୟ ପ୍ରଭୁ ଯୀଶୁ ଆରମ୍ଭ କଲେ, ପ୍ରଥମ ବାଣୀ ମନ ପରିବର୍ତ୍ତନ କର। ତା ପୂର୍ବରୁ ବାପ୍ତିଜକ ଯୋହନ ମଧ୍ୟ ସେ ମନ ପରିବର୍ତ୍ତନ କର, ଈଶ୍ୱରଙ୍କ ରାଜ୍ୟ ସନ୍ନିକଟ ବୋଲି ସେ ମଧ୍ୟ ପାପ କ୍ଷମା ନିମନ୍ତେ ମନ ପରିବର୍ତ୍ତନର ବାକ୍ୟ ସେ ଘୋଷଣା କରୁଥିଲେ ଏବଂ ବାପ୍ତିସ୍ମ ସେ ଦଉଥିଲେ। ତେବେ ଆମେ ଦେଖିବାକୁ ପାରୁଛୁ ଯେ ଈଶ୍ୱରଙ୍କ ପ୍ରତି ମନ ପରିବର୍ତ୍ତନ, ପୁଣି ଆମମାନଙ୍କ ପ୍ରଭୁ ଯୀଶୁଙ୍କ ପ୍ରତି ବିଶ୍ୱାସ ବିଷୟରେ ଜିହୁଦୀ ଓ ଗ୍ରୀକ ମାନଙ୍କ ନିକଟରେ ସାକ୍ଷ୍ୟ। କେହି ଜଣେ ପଢିବେ ପ୍ରେରିତ 20 ଅଧ୍ୟାୟ 21 ପଦରେ କ'ଣ ଲେଖା ଅଛି? ବହୁତ ଗୁଡାଏ ପଦ ପର୍ବ ହୁଏତ ଆମମାନଙ୍କୁ ପଢିବାକୁ ପଡିପାରେ, ଟିକେ ପ୍ରସ୍ତୁତ ଥିବେ, ଯିଏ ଶୀଘ୍ର ବାହାର କରିବେ ସେ ପଢି ଦଉଥିବେ। ପ୍ରେରିତ 20ର 21 ପଦ। ଶିକ୍ଷା ଦେବାକୁ ସଂକୁଚିତ ନ ହୋଇ ଈଶ୍ୱରଙ୍କ ପ୍ରତି ମନ ପରିବର୍ତ୍ତନ, ପୁଣି ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ପ୍ରତି ବିଶ୍ୱାସ ବିଷୟରେ ଜିହୁଦୀ ଓ ଗ୍ରୀକ ମାନଙ୍କ ନିକଟରେ ସାକ୍ଷ୍ୟ ଦେଇଥିଲି, ତାହା ତୁମ୍ଭେମାନେ ଜାଣ। ଆମେନ୍। ପ୍ରେରିତ ପାଉଲ ମଧ୍ୟ ସେଇ ମନ ପରିବର୍ତ୍ତନର କଥା ସେମାନଙ୍କ ନିକଟରେ ସେ ଘୋଷଣା କରିଥିଲେ, ଯାହା ସେ କହୁଛନ୍ତି ଯେ କାହା ପ୍ରତି ମନ ପରିବର୍ତ୍ତନ କରିବା? ଈଶ୍ୱରଙ୍କ ପ୍ରତି ମନ ପରିବର୍ତ୍ତନ। ଆମେ ଯେତେବେଳେ ମାଇଣ୍ଡକୁ ଚେଞ୍ଜ କରୁଛୁ, ମାଇଣ୍ଡର ଗୋଟେ ୟୁ ଟର୍ନ ନେବାକୁ ପଡିଥାଏ ପାପରୁ ବିମୁଖ ହେବା ପାଇଁ ଏବଂ ଈଶ୍ୱରଙ୍କ ନିକଟକୁ ଫେରିବା ପାଇଁ। ତାର ପ୍ରାଞ୍ଜଳ ଉଦାହରଣ ଆମେ ଅପବ୍ୟୟୀ ପୁତ୍ରଙ୍କର କଥା ଦେଖିଥାଉ। ଲୁକ 15 ଅଧ୍ୟାୟ 11 ପଦରୁ ଯଦି ଆଗକୁ ପଢିବେ, ତାର 15, 16, 17 ପଦରେ ସେ ବାବୁଙ୍କର ବା ସାନ ପୁତ୍ର, ଯାହା ସେ ବଡ କଦାଚାରରେ ଉଡେଇ ଦେଇଥିଲା ସବୁ ସମ୍ପତ୍ତି, ସେ ରିପେଣ୍ଟ କରୁଛି ଏବଂ ହି ଇଜ ରିପେଣ୍ଟିଂ ଏଣ୍ଡ ହି ଇଜ ରିଟର୍ନିଂ ଟୁ ଗଡ, ରିଫର୍ମିଂ ହିଜ ଲାଇଫ। ତାମାନେ ଏଇ ଯୋଉ ଚେଞ୍ଜ ଅଫ ମାଇଣ୍ଡ ର କଥାକୁ ମଧ୍ୟ ଆମେ ଇଂରାଜୀ ଶବ୍ଦରେ କହିଥାଉ ପେନିଟେଣ୍ଟ ଅଫ ହାର୍ଟ ବୋଲିକରି, ରିଗ୍ରେଟ ବୋଲିକରି କହିଥାଉ, ରିଫର୍ମ ବୋଲିକରି କହିଥାଉ, ରିନ୍ୟୁ ବୋଲିକରି କହିଥାଉ। ତ ରିପେଣ୍ଟ, ରିଗ୍ରେଟ, ରିଫର୍ମ, ରିନ୍ୟୁ and being a penitent heart, ଅର୍ଥାତ୍ ଅନେକ ସମୟରେ ଲୋକମାନେ ପାପ ହେତୁ କ'ଣ କରନ୍ତି? ଦୁଃଖ ଭୋଗ କରନ୍ତି, ଦୁଃଖ ଅନୁଭବ କରନ୍ତି। ତେବେ ନୂତନ ନିୟମରେ ଆମେ ଦେଖୁଛୁ ଯେ ଏହାକୁ ଜୀବନ ପ୍ରାପ୍ତି ନିମନ୍ତେ ମନ ପରିବର୍ତ୍ତନ କୁହାଯାଏ। ଜୀବନ ପ୍ରାପ୍ତି ନିମନ୍ତେ ମନ ପରିବର୍ତ୍ତନ କୁହାଯାଏ। ପୁରାତନ ନିୟମରେ ବ୍ୟବସ୍ଥା ପୁସ୍ତକରେ ଦ୍ୱିତୀୟ ବିବରଣ 30ର 19 କିମ୍ବା 29 ପଦରେ ଲେଖା ଅଛି ଯେ ଜୀବନ ବାଛି ନିଅ, ଚୁଜ୍ ଲାଇଫ ବୋଲିକରି ଯୋଉ ପ୍ରଭୁ ଯୀଶୁ ପରମେଶ୍ୱରଙ୍କର ବ୍ୟବସ୍ଥାରେ ଲେଖା ଅଛି। ଇସ୍ରାଏଲୀୟ ମାନଙ୍କୁ ସେ କଥା କୁହାଯାଇଥିଲା, ଜୀବନ ପସନ୍ଦ କର, ଜୀବନକୁ ବାଛି ନିଅ ବୋଲିକରି। ତ ମନ ପରିବର୍ତ୍ତନ କାହିଁକି କରିବା ଆବଶ୍ୟକ? ମୁଁ 4ଟି କଥା କହିବି ଆପଣମାନଙ୍କୁ, ବା 5ଟି କଥା କହିବି ଯେ ଅନୁତାପ କ'ଣ, ଅନୁତାପର ସଂଜ୍ଞା, ଏହାର ଆବଶ୍ୟକତା କ'ଣ, ଏହାର ମହତ୍ଵ କ'ଣ, ଏହାର ଫଳ କ'ଣ। ଚେଷ୍ଟା କରିବି ଯେତିକି ସମୟ ମୋ ପାଖରେ ଅଛି ସେତିକି ଭିତରେ ବୁଝେଇବା ପାଇଁ, ନହେଲେ ଅନ୍ୟ ସମୟରେ ବୁଝିବା ପାଇଁ ଚେଷ୍ଟା କରିବା। ତେବେ ପ୍ରେରିତ 11ର 18 ପଦ ଟିକେ ପଢନ୍ତୁ। ଈଶ୍ୱର ବିଜାତି ମାନଙ୍କୁ ମଧ୍ୟ ଜୀବନ ପ୍ରାପ୍ତି ନିମନ୍ତେ କ'ଣ ଦେଇଛନ୍ତି? ନା ମନ ପରିବର୍ତ୍ତନର ଦାନ ଦେଇଅଛନ୍ତି ବା ଦାନ କରିଅଛନ୍ତି। ପଢନ୍ତୁ।
ଏହି ସମସ୍ତ କଥା ଶୁଣିବାରୁ ସେମାନେ ନିରୁତ୍ତର ହେଲେ ଓ ଈଶ୍ୱରଙ୍କର ପ୍ରଶଂସା କରି କହିଲେ, ତେବେ ଈଶ୍ୱର ବିଜାତି ମାନଙ୍କ ମଧ୍ୟ ଜୀବନ ପ୍ରାପ୍ତି ନିମନ୍ତେ ମନ ପରିବର୍ତ୍ତନର ଦାନ କରିଅଛନ୍ତି। ତ ମନ ପରିବର୍ତ୍ତନ କଣ ପାଇଁ? କେବଳ ପାପରୁ ବିମୁଖ ହେବା ପାଇଁ ନୁହେଁ, ଜୀବନ ପ୍ରାପ୍ତି ନିମନ୍ତେ ମନ ପରିବର୍ତ୍ତନ କରିବା ଆବଶ୍ୟକ। ତ ଜୀବନ ପ୍ରାପ୍ତି ନିମନ୍ତେ ମନ ପରିବର୍ତ୍ତନ କୁହାଯାଏ କାହାକୁ? ଅନୁତାପକୁ। କାରଣ ନୂତନ ମନ କେବଳ ପାପକୁ ତ୍ୟାଗ କରିବା ନୁହେଁ, ମାତ୍ର ଖ୍ରୀଷ୍ଟଙ୍କ ଠାରେ ପ୍ରାପ୍ତ ହେଉଥିବା ଜୀବନ ଲାଭ କରିବା ମଧ୍ୟ ଅଟେ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ସେଥିପାଇଁ ପ୍ରଭୁ ଯୀଶୁ କହିଲେ ଯୋହନ 10:10 ଯେ ମୁଁ ଜୀବନ ଦେବାକୁ ଆସିଅଛି। ଅନ୍ୟମାନେ ଆସନ୍ତି ଚୋରି କରିବା ପାଇଁ, ବଧ କରିବା ପାଇଁ, ହତ୍ୟା କରିବା ପାଇଁ, ବିନାଶ କରିବା ପାଇଁ, କିନ୍ତୁ ମୁଁ ଆସିଅଛି ଯେପରି ତୁମେ ମାନେ ଜୀବନ ପାଅ, ଏବଂ ଖାଲି ସାଧାରଣ ଜୀବନ ନୁହେଁ, ପ୍ରଚୁର ଜୀବନ ପାଅ, ଅର୍ଥାତ୍ ଅନନ୍ତ ଜୀବନ ପାଅ, ଯୋଉ ଜୀବନର କେବେ ହେଲେ ଶେଷ ହୁଏ ନାହିଁ। ଆଉ ଏଇ ଜୀବନ ଦାନ ବିଜାତି ମାନଙ୍କୁ ମଧ୍ୟ ଦାନ କରାଯାଇଅଛି, ଯେପରି ସେମାନେ ମଧ୍ୟ ମନ ପରିବର୍ତ୍ତନ କରି ଜୀବିତ ଈଶ୍ୱରଙ୍କ ନିକଟକୁ ଫେରିବେ। ପ୍ରେଜ୍ ଦ ଲର୍ଡ। ଏହାକୁ ପରିତ୍ରାଣ ପ୍ରାପ୍ତି ନିମନ୍ତେ ମନ ପରିବର୍ତ୍ତନ କୁହାଯାଏ। ଏହା ହିଁ ଆମଙ୍କର ଲକ୍ଷ୍ୟ ହେବା ଦରକାର। 2 କରନ୍ଥୀୟ 7:10 କାରଣ ଈଶ୍ୱରଙ୍କ ଇଚ୍ଛାକୁ ବା ଇଚ୍ଛାନୁସାରେ ଯେଉଁ ଦୁଃଖ ତାହା ପରିତ୍ରାଣ ନିମନ୍ତେ ଏପରି ମନ ପରିବର୍ତ୍ତନ ଜନ୍ମାଏ, ଯାହା ସକାଶେ ଅନୁତାପ କରିବାକୁ ପଡେ ନାହିଁ। ପଢନ୍ତୁ। କାରଣ ଈଶ୍ୱରଙ୍କ ଇଚ୍ଛା ଅନୁସାରେ ଯେଉଁ ଦୁଃଖ ତାହା ପରିତ୍ରାଣ ନିମନ୍ତେ ଏପରି ମନ ପରିବର୍ତ୍ତନ ଜନ୍ମାଏ, ଯାହା ସକାଶେ ଅନୁତାପ କରିବାକୁ ପଡ଼େ ନାହିଁ, ମାତ୍ର ସାଂସାରିକ ଦୁଃଖ ମୃତ୍ୟୁ ଜନ୍ମାଏ। ପ୍ରେଜ୍ ଦ ଲର୍ଡ। ଓକେ, ତ ପୁନର୍ବାର ଅନୁତାପ କରିବାକୁ ପଡେ ନାହିଁ, ବାରମ୍ବାର ପାପ ପ୍ରତି ଫେରିବାକୁ ପଡେ ନାହିଁ। ଅନୁତାପର ସଂଜ୍ଞା ତାହେଲେ କଣ ହେଇପାରେ? ନାସ୍ତି ସୂଚକ ଭାବରେ ଯଦି ଦେଖିବା, ଅନୁତାପ ପାପ ନିମନ୍ତେ କେବଳ ଦୁଃଖ ନୁହେଁ। ଅନେକ ଅଛନ୍ତି ଯେଉଁମାନେ ପାପ ନିମନ୍ତେ ଶୋକ କରନ୍ତି କିନ୍ତୁ ଅନୁତାପ କରନ୍ତି ନାହିଁ, ଏବଂ ସଙ୍ଗେ ସଙ୍ଗେ ସେହି ପାପର ପୁନରାବୃତ୍ତି କରିଥାନ୍ତି। ଉଦାହରଣ ସ୍ୱରୂପ ଜଣେ ମଦ୍ୟପୀ କିମ୍ବା ବିଡ଼ି ସିଗାରେଟ୍ ଫୁକୁଥିବା ଲୋକମାନେ ସଙ୍ଗେ ସଙ୍ଗେ ହଁ ଛାଡ଼ିଦେବି ଆଜ୍ଞା, ଛାଡ଼ିଦେବି କହନ୍ତି, କିନ୍ତୁ ଆଉ ଥରେ ଯଦି ଦେଖିବେ ଦିନକ ପରେ କିମ୍ବା 2 ଦିନ ପରେ ସେମାନେ ଯେଉଁ ସ୍ଥାନରେ ଥିବା କଥା ସେହି ସ୍ଥାନରେ ରହନ୍ତି ଏବଂ ପୁନର୍ବାର ମଦ୍ୟାସକ୍ତ ହୁଅନ୍ତି ବା ବିଡ଼ି ସିଗାରେଟ୍ ଟାଣନ୍ତି। ତପସ୍ୟା କରିବା ଅନୁତାପ ନୁହେଁ, ପରିତ୍ରାଣ ନିମନ୍ତେ ପ୍ରସ୍ତୁତ ହେବାରେ ହୁଏ ତପସ୍ୟା ସାହାଯ୍ୟ କରିପାରେ। ପରିତ୍ରାଣ ପାଇବା ପାଇଁ, ଯେମିତି ଗୌତମ ବୁଦ୍ଧ ଏନଲାଇଟେନମେଣ୍ଟ ପାଇବା ପାଇଁ ଅର୍ଥାତ୍ ନିର୍ବାଣ ପାଇବା ପାଇଁ ସେ ହିନ୍ଦୁ ଧର୍ମକୁ ଛାଡ଼ିଲେ ଏବଂ ଗୋଟେ ପିପଲ ଟ୍ରିର ତଳେ ବୋଧି ଟ୍ରିର ମାନେ ତଳେ ବସିଲେ ଏବଂ 40 ଦିନ ତପସ୍ୟା କଲେ, ତାପରେ ସେ ଏନଲାଇଟେନମେଣ୍ଟ ପାଇଗଲେ ବା ନିର୍ବାଣ ପାଇଗଲେ ବୋଲି ସେ ଆରମ୍ଭ କଲେ ଅନ୍ୟ ଏକ ଧର୍ମ ତତ୍ତ୍ୱ। 4ଟି ବିଷୟକୁ ସେ ଦେଖିକିରି ଦୁଃଖ ପ୍ରକାଶ କରିଥିଲେ ଏବଂ କାହିଁକି ଜଣେ ଲୋକ ମରୁଛି, କାହିଁକି ଜଣେ ଲୋକ ଦୁଃଖ ଭୋଗ କରୁଛି, କାହିଁକି ଏସବୁ କଷ୍ଟ ଦୁନିଆରେ ଅଛି, ତାର ଉତ୍ତର ପାଇବା ପାଇଁ ସେ ବୋଧି ଟ୍ରିର ମୂଳରେ ବସିକିରି ସେ ତପସ୍ୟା କରୁ 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 ନିର୍ବାଣ ମୁଁ ପାଇଲି ବୋଲିକିରି କହିଲେ ଏବଂ 4 noble truth and 8-fold path ଏଗୁଡାକ ସେ ପ୍ରକାଶ କରି ଗୋଟେ ଧର୍ମ ତତ୍ତ୍ୱ ଆରମ୍ଭ କଲେ। କିନ୍ତୁ ସେମାନେ କଣ କରନ୍ତି? ବୁଦ୍ଧ ଧର୍ମରେ ମନ୍ଦିରକୁ ଯେ ତାଙ୍କର ଟେମ୍ପଲ ଗୁଡାକରେ ଯଦି ଯିବେ, କାଳୀର ମୂର୍ତ୍ତି, ଦୁର୍ଗାର ମୂର୍ତ୍ତିକୁ ସେମାନେ ଦିନ ରାତି ଧୂପ ଦଉଥାନ୍ତି ବା ଦିଅନ୍ତି। ଦେହରାଦୁନରେ ଆମେ ଦେଖିଛୁ ଏଟା ସ୍ପଷ୍ଟ ଭାବରେ, ମୁଁ ଦେଖିଛି। ତପସ୍ୟା କରିବା ଅନୁତାପ ନୁହେଁ, ପରିତ୍ରାଣ ନିମନ୍ତେ ଏହା ହୁଏତ ସାହାଯ୍ୟ କରିପାରେ। ଇସ୍କରିୟତ ଜିହୁଦା ସେ କଣ କଲେ? ଯୋଉ କର୍ମ କଲେ ସେ ଯୀଶୁ ଖ୍ରୀଷ୍ଟଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବା ଦ୍ୱାରା ସେ ପାପ ନିମନ୍ତେ ଦୁଃଖ କଲେ କିନ୍ତୁ ଅନୁତାପ କଲେ ନାହିଁ। ତ ଅନୁତାପ ଗୋଟେ ଭିନ୍ନ ବିଷୟ ଅଟେ, ଏକ ସ୍ୱତନ୍ତ୍ର ବିଷୟ ଅଟେ, ଏକ ଅଲୌକିକ ବିଷୟ ଅଟେ। ଏବ୍ରି 12:17 ବୋଧେ ଦେଖିବେ ଏସୋଙ୍କ ବିଷୟରେ ଲେଖା ଅଛି। ସେ ଅନୁତାପ କରିବା ପାଇଁ ସଯତ୍ନରେ ଚେଷ୍ଟା କଲେ ନାହିଁ, ସେ ମନେ ମନେ ହୁଏତ ଦୁଃଖ ଭୋଗ କଲେ, ଶୋକ କଲେ, ଆଉ ତାପରେ ଆଉ ସେ ସୁଯୋଗ ପାଇଲେ ନାହିଁ। ପଢନ୍ତୁ ଏବ୍ରି 12:17। ତୁମେମାନେ ତ ଜାଣୁଛେ ପରେ ସେ ଆଶୀର୍ବାଦ ଦତ୍ତ ଅଧିକାରୀ ହେବା ନିମନ୍ତେ ଇଚ୍ଛା କଲେ, ସୁଦ୍ଧା ଅଗ୍ରାହ୍ୟ ହେଲା, ପୁଣି ଅନୁତାପ କରିବା ନିମନ୍ତେ ଅଶ୍ରୁପାତ ସହ ସଯତ୍ନରେ ଚେଷ୍ଟା କଲେ, ତାହା କରିବା ପାଇଁ ଆଉ ସୁଯୋଗ ପାଇଲା ନାହିଁ।
ଅନେକ ସମୟରେ ଅନୁତାପ ସହିତ ଦୁଃଖ ଓ ଅଶ୍ରୁପାତ ହୋଇଥାଏ, କିନ୍ତୁ ଦୁଃଖ ଓ ଅଶ୍ରୁପାତ ଅନୁତାପ ନୁହେଁ। ପାପ ହେତୁ ଆମେ ଯେତେବେଳେ ପାପ କରୁ ଆମେ ଫିଲ୍ କରୁ, ମୁଁ ପାପ କଲି, ମୁଁ ଭୁଲ କଲି, ମୁଁ ଅପରାଧ କଲି, ମୁଁ ଈଶ୍ୱରଙ୍କର ବିରୁଦ୍ଧରେ କାର୍ଯ୍ୟ କଲି। ଆମେ ମନେ ମନେ ଫିଲ୍ କରିଥାଉ, ଗୋଟେ ବୋଧ ଆମେ ପାଇଥାଉ, କିନ୍ତୁ ତହିଁରୁ ଆମେ ବିମୁଖ ହୋଇ ତହିଁରୁ ଆମେ ୟୁ ଟର୍ନ ନେଇ ଈଶ୍ୱରଙ୍କ ନିକଟକୁ ଫେରି ନଥାଉ। ଯେତେବେଳେ ରିଭାଇଭାଲ ମିଟିଂ ହୁଏ, ଯେତେବେଳେ ଉଦ୍ଦୀପନା ସଭା ସମିତି ହୁଏ, ସେତେବେଳେ ସେ ପୁରୁଣା କାର୍ଯ୍ୟକୁ ଆମେ ମନେ ପକେଇ ସେଠି କାନ୍ଦିଥାଉ, ଚର୍ଚ୍ଚରେ ହଉ କି ସଭା ସ୍ଥାନରେ ହଉ। ପୁରୁଣା ଅଧର୍ମ, ପୁରୁଣା ଅରାଜକତା, ପୁରୁଣା ଅନ୍ୟାୟ, ପୁରୁଣା ପାପ ଯାହା ମାନେ କରିଥାଉ ସେଥିରେ ମଧ୍ୟ ଦୁଃଖିତ ହେଇଥାଉ ସେଇ ସମୟରେ, କିନ୍ତୁ ଈଶ୍ୱରଙ୍କ ନିକଟକୁ ଫେରି ନଥାଉ। ଅଶ୍ରୁପାତ ମଧ୍ୟ କରିଥାଉ, କିନ୍ତୁ ସେଇଟା ଅନୁତାପ ନୁହେଁ। ତାହେଲେ ଅନୁତାପ କଣ? ମନ ପରିବର୍ତ୍ତନ, ଯାହା ଆଚରଣ ପରିବର୍ତ୍ତନ ପାଇଁ ପରିଚାଳିତ କରେ। ମାଥ୍ୟୁ 21:28 ଆଉ 29 ବା 28ରୁ 32 ପଢିବା କଥା, ଟିକେ ଦେଖି ଦିଅନ୍ତୁ କଣ ଲେଖା ଅଛି। ଦି ପୁତ୍ରଙ୍କର କଥା ସେଠି ମଧ୍ୟ ଲେଖା ଅଛି। ଗୋଟେ ପୁତ୍ର, ବଡ ପୁଅ ବା ଦ୍ୱିତୀୟ ପୁତ୍ର ପ୍ରଥମେ ଦ୍ରାକ୍ଷା କ୍ଷେତ୍ରକୁ କାମ କରିବା ନିମନ୍ତେ ଯିବା ପାଇଁ ମନା କଲା, କିନ୍ତୁ ସେ ପରେ ଅନୁତାପ କରି ସେ ଗଲା। ସେଇ କଥା ଲେଖା ଅଛି, ଦେଖନ୍ତୁ ମାଥ୍ୟୁ 21:28, 29, 30, 31। ମାତ୍ର ତୁମେମାନେ କ'ଣ ମନେକର? ଜଣେ ବ୍ୟକ୍ତିଙ୍କର 2ଟି ପୁତ୍ର ଥିଲେ। ସେ ପ୍ରଥମ ନିକଟକୁ ଆସି କହିଲେ, ପୁଅ ଯା, ଆଜି ଦ୍ରାକ୍ଷା କ୍ଷେତ୍ରରେ କାମ କର। ସେ ଉତ୍ତର କଲା, ମୋର ଇଚ୍ଛା ନାହିଁ, କିନ୍ତୁ ପରେ ଅନୁତାପ କରିଗଲା। ପୁଣି ସେ ଦ୍ୱିତୀୟ ପାଖକୁ ଆସି ସେହି ପ୍ରକାର କହିଲେ। ସେ ଉତ୍ତର ଦେଲା, ମହାଶୟ, ମୁଁ ଯାଉଅଛି, କିନ୍ତୁ ଗଲା ନାହିଁ। ଏହି ଦୁହିଁଙ୍କ ମଧ୍ୟରୁ କିଏ ପିତାଙ୍କର ଇଚ୍ଛା ସାଧନ କଲା? ସେମାନେ କହିଲେ, ପ୍ରଥମ ଜଣକ। ଯୀଶୁ ସେମାନଙ୍କୁ କହିଲେ, ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, କରଗ୍ରାହୀ ଓ ବେଶ୍ୟାମାନେ ତୁମମାନଙ୍କ ଆଗେ ଆଗେ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିଅଛନ୍ତି। ମେଟାନୋଇଆ ଯୋଉ କଥା ମୁଁ କହିଲି, ଦେ ଚେଞ୍ଜ ଅଫ ମାଇଣ୍ଡ, ଟୁ ଚେଞ୍ଜ ୱାନ୍ସ ମାଇଣ୍ଡ, ଜଣଙ୍କର ମନକୁ ବଦଳେଇବା, ମନ ପରିବର୍ତ୍ତନ କରିବା, ମାନେ ସରଳ ଭାବରେ ଯୋଉ କାର୍ଯ୍ୟ ମାନେ ଆଗେ କରୁଥିଲୁ ତାହା ଆଉ କରିବା ନାହିଁ। ଏଇ ହଉଛି ଅନୁତାପର ଗୋଟେ ସଂଜ୍ଞା। ବର୍ତ୍ତମାନ ଆବଶ୍ୟକତା କଣ? ଏଇ ଅନୁତାପର ଆବଶ୍ୟକତା କଣ? ଆମେ ସମସ୍ତେ ଅନୁତାପ କରିବା ଆବଶ୍ୟକ, କାରଣ ଈଶ୍ୱରଙ୍କ ଦୃଷ୍ଟିରେ ଆମେ ସମସ୍ତେ ପାପୀ, ଦୋଷୀ, ଦାଗୀ, ଅପରାଧୀ ଏବଂ ବିରୋଧୀ, ଈଶ୍ୱର ବିରୋଧୀ। କାରଣ ଈଶ୍ୱରଙ୍କ ବିରୁଦ୍ଧରେ ଯୋଉ କାର୍ଯ୍ୟ ଆମେ କରିଅଛୁ, ସେଥି ହେତୁ ଆମେ ଈଶ୍ୱରଙ୍କର ବିରୁଦ୍ଧାଚରଣ କରିଅଛୁ, ଈଶ୍ୱରଙ୍କର ବିରୋଧୀ ହେଇଅଛୁ। ଆଉ ପ୍ରଭୁ ଯୀଶୁ କଣ କହନ୍ତି ଏ ସ୍ଥାନରେ? ମନ ପରିବର୍ତ୍ତନ କର ଓ ସୁସମାଚାରରେ ବିଶ୍ୱାସ କର। ସୁସମାଚାରରେ ବିଶ୍ୱାସ ଯୋଉମାନେ କରନ୍ତି, ଈଶ୍ୱରଙ୍କର ଅନୁଗ୍ରହ ସେମାନଙ୍କ ନିକଟରେ ଦତ୍ତ ହୁଏ ବିଶ୍ୱାସ କରିବା ନିମନ୍ତେ, ତାପରେ ସେମାନେ ମନ ପରିବର୍ତ୍ତନ କରନ୍ତି। କାରଣ ସ୍ୱର୍ଗ ରାଜ୍ୟ ସନ୍ନିକଟ, କିଙ୍ଗଡମ ଅଫ ଗଡ ଇଜ ଆଟ୍ ହ୍ୟାଣ୍ଡ, ଦେୟରଫୋର ରିପେଣ୍ଟ ଆଣ୍ଡ ରିଟର୍ନ ଟୁ ଗଡ। ସେଇଟା ହଉଛି ତାଙ୍କର ମୁଖ୍ୟ କଥା। ବାପ୍ତିସ୍ମ ଏବଂ ପରୀକ୍ଷା ପରେ ପ୍ରଭୁ ଯୀଶୁ ଯେତେବେଳେ ମାଥ୍ୟୁ 4 ଅଧ୍ୟାୟରେ ଆମେ ଦେଖୁଛୁ, ଆଉ ଯୋଉ ଏଇ ମାର୍କ ପୁସ୍ତକରେ ମଧ୍ୟ ଦେଖୁଛୁ, ଯେ ଯେତେବେଳେ ଯୀଶୁ ଘୋଷଣା କରିବାକୁ ଆରମ୍ଭ କଲେ, ମନ ପରିବର୍ତ୍ତନ କର କାରଣ ସ୍ୱର୍ଗ ରାଜ୍ୟ ସନ୍ନିକଟ। ଲୁକ 13:3 ମଧ୍ୟ ଯୀଶୁ ପ୍ରଚାର କରିକି କହିଥିଲେ, ମନ ପରିବର୍ତ୍ତନ ନ କଲେ ତୁମାନେ ସମସ୍ତେ ସେହି ପ୍ରକାର ବିନଷ୍ଟ ହେବ ବୋଲି କହିଥିଲେ। ଆପଣ ପଢନ୍ତୁ ମାଥ୍ୟୁ 4:17, ଆଉ ଘରେ ଗଲେ ନହେଲେ ପଢିବେ ଲୁକ 13:3 ପଦରେ। ବିଶ୍ୱାସ କରିବା ପୂର୍ବରୁ ଅନୁତାପ ଆସେ। ମାର୍କ 1:15 ଆମେ ଦେଖୁଛୁ, ମନ ପରିବର୍ତ୍ତନ କର ଓ ସୁସମାଚାରରେ ବିଶ୍ୱାସ କର। ମାନେ ବିଶ୍ୱାସ କରିବା ପୂର୍ବରୁ ପ୍ରଥମେ ମନକୁ ପରିବର୍ତ୍ତନ କରିବାକୁ ପଡେ, ଚେଞ୍ଜ କରିବାକୁ ପଡେ ମାଇଣ୍ଡକୁ। ତାପରେ ବିଶ୍ୱାସ କରିବା ନିମନ୍ତେ ଈଶ୍ୱରଙ୍କର ଅନୁଗ୍ରହ ପ୍ରକାଶିତ ହୁଏ, ଯଦ୍ୱାରା ଜଣେ ଲୋକ ବିଶ୍ୱାସ କରିପାରେ ସୁସମାଚାରରେ। ଆମେ କିନ୍ତୁ ଅନ୍ୟ ପ୍ରକାର ଭାବିଥାଉ, ତାର ରିଭର୍ସ କରିଥାଉ, ଯେ ବିଶ୍ୱାସ କଲା ପରେ ମନଟାକୁ ଆମେ ବଦଳଉଛୁ ବୋଲିକି। ହଁ, ମୁଁ ବିଶ୍ୱାସ କଲି, ତାପରେ ମୋର ମନ ବଦଳିଗଲା। କିନ୍ତୁ ବାକ୍ୟ ଅନୁସାରେ ଦେଖିବାକୁ ଗଲେ ପ୍ରଥମେ ମାଇଣ୍ଡଟା ଚେଞ୍ଜ ହବ, ତାପରେ ଯୋଉ କଥା ଶୁଣିଥିବ, ଯୋଉ କଥାକୁ ଆଲୋକପାତ କରାଯାଇଥିବ, ସେଥିରେ ତାର ବିଶ୍ୱାସଟା ବଢିବ। ପାପ କ୍ଷମା ପୂର୍ବରୁ ଅନୁତାପ ଆସେ।
ଲୁକ 24:47 ପଦ ଟିକେ ପଢନ୍ତୁ। ସମସ୍ତ ଜାତିଙ୍କ ନିକଟରେ ତାହାଙ୍କ ନାମରେ ପାପ କ୍ଷମା ନିମନ୍ତେ ମନ ପରିବର୍ତ୍ତନର କଥା ଘୋଷଣା କରାଯିବ। ପୁଣି ଜିରୁସାଲମ 24:47 ହଁ ପୁଣି ଜିରୁସାଲମ ସହରରୁ ଆରମ୍ଭ କରି ସମସ୍ତ ଜାତିଙ୍କ ନିକଟରେ ତାହାଙ୍କ ନାମରେ ପାପ କ୍ଷମା ନିମନ୍ତେ ମନ ପରିବର୍ତ୍ତନର ପ୍ରସଙ୍ଗ ଘୋଷଣା କରାଯିବ। ତ ବଡ଼ ଗୁରୁତ୍ୱପୂର୍ଣ୍ଣ ଭାବରେ ସୁସମାଚାର ଲେଖକମାନେ ଏ କଥାକୁ ଲେଖିଛନ୍ତି, କିନ୍ତୁ ଅନେକ ସମୟରେ ଆମମାନଙ୍କର ଚିନ୍ତାଧାରା ଟିକେ ବିଗିଡ଼ି ଯାଇଥାଏ ବୋଲି ମୁଁ କହିବାକୁ ଚାହିଁବି। ହୁଏତ ଆପଣମାନେ ସମ୍ମତ ହେଇପାରନ୍ତି ନ ହେଇପାରନ୍ତି ଯେ ମନ ପରିବର୍ତ୍ତନ ଆମେ ଯଦି କରିଛୁ, ୟୁ ଟର୍ନ ଯଦି ଆମେ ନେଇଛୁ ପ୍ରଭୁଙ୍କର ବାକ୍ୟାନୁସାରେ, ପ୍ରଭୁଙ୍କର ଅନୁଗ୍ରହ ଅନୁସାରେ, ପବିତ୍ର ଆତ୍ମାଙ୍କର ଶକ୍ତି ଓ ସାହାଯ୍ୟରେ, ତାହେଲେ ଆମେ ପୁରୁଣା ପାପ କରିବୁ ନାହିଁ। ସମସ୍ତେ ତ ସଚ୍ଚୋଟ ଅନେଷ୍ଟ ଖ୍ରାଇଷ୍ଟ ଲାଇକ୍ ଲାଇଫ୍ ଯଦି ଆମେ ବ୍ୟତୀତ କରିପାରନ୍ତୁ, ତାହେଲେ ଆଜି ଆମ ଖ୍ରୀଷ୍ଟୀୟ ସମାଜ ଏ ପ୍ରକାର ହେଇନଥାନ୍ତା। କଙ୍କଡ଼ାର ସ୍ୱଭାବ ଆମମାନଙ୍କ ପାଖରେ ଆଉ ନଥାନ୍ତା। କଙ୍କଡ଼ାର ସ୍ୱଭାବ କହିଲେ ଆପଣମାନେ ସମସ୍ତେ ଜାଣନ୍ତି, ଗୋଟେ ବାଲ୍ଟିରେ ଯଦି 10ଟା କଙ୍କଡ଼ା ଆମେ ରଖିବା, ତାହେଲେ ଗୋଟିଏ କଙ୍କଡ଼ା ଉପରକୁ ଉଠିବା ବେଳକୁ ଆଉ ଗୋଟେ କଙ୍କଡ଼ା କ'ଣ କରିବ, ତାର ଗୋଡ଼ ଧରିକି ତାକୁ ତଳକୁ ଟାଣିବ। ଯୋଉଟା ଟାଣୁଛି ତାକୁ ଆଉ ଗୋଟେ କଙ୍କଡ଼ା ଟାଣିବ, ତାକୁ ଆଉ ଗୋଟେ କଙ୍କଡ଼ା ଟାଣିବ, ଯଦ୍ୱାରା କେହି ହେଲେ ଉପରକୁ ଉଠି ପାରିବ ନାହିଁ। ଆମମାନଙ୍କର ସ୍ୱଭାବ ସେ ପ୍ରକାର ଅଟେ। ଆମେ ଯେତେ ପ୍ରଚାର କରୁ, ଯେତେ ଶିକ୍ଷା ଦେଉ, ଯେତେ ବାକ୍ୟ ଶୁଣୁ, ଅନେକ ସମୟରେ ଆମମାନଙ୍କର ସ୍ୱଭାବ କଙ୍କଡ଼ାର ସ୍ୱଭାବ ପରି ହେଇଥାଏ। ତ ବିଶ୍ୱାସ କରିବା ପୂର୍ବରୁ ଅନୁତାପ ଆସେ, ପାପ କ୍ଷମା ପୂର୍ବରୁ ଅନୁତାପ ଆସେ, ପୁଣି ହୃଦୟ ପରିବର୍ତ୍ତନ ପୂର୍ବରୁ ଅନୁତାପ ଆସେ। ତୃତୀୟ କଥା, ପ୍ରେରିତ 3:19 ପଦ, ମନ ପରିବର୍ତ୍ତନ କରି ଫେରି ଆସନ୍ତୁ ବୋଲି ଲେଖାଥିବ। ଦେଖନ୍ତୁ ସେ ସ୍ଥାନରେ ପ୍ରେରିତ 3:19 ପଦ, ପିତର ଯେତେବେଳେ ପ୍ରଚାର କଲେ, ତାଙ୍କ ପ୍ରଚାରର ଶକ୍ତି ଅନୁସାରେ ସେ କ'ଣ କହିଲେ ସେ ସ୍ଥାନରେ? ଅତଏବ ଯେପରି ଆପଣମାନଙ୍କର ପାପ ମୋଚନ ହୋଇପାରେ, ଏଥି ନିମନ୍ତେ ମନ ପରିବର୍ତ୍ତନ କରି ଫେରି ଆସନ୍ତୁ। ମନ ପରିବର୍ତ୍ତନ କରି ଫେରି ଆସନ୍ତୁ। ତ ହୃଦୟ ପରିବର୍ତ୍ତନ ପୂର୍ବରୁ ଅନୁତାପ ଆସିବା ଆବଶ୍ୟକ, ଅନୁତାପ ହେବା ଆବଶ୍ୟକ, ଚେଞ୍ଜ ଅଫ୍ ମାଇଣ୍ଡ ହେବା ଆବଶ୍ୟକ, ରିଫର୍ମ ହେବା ଆବଶ୍ୟକ, ରିଗ୍ରେଟ ହେବା ଆବଶ୍ୟକ, ପେନିଟେଣ୍ଟ ହେବା ଆବଶ୍ୟକ। ପରିବର୍ତ୍ତନ କରି ଫେରି ଆସନ୍ତୁ। ତାପରେ ଈଶ୍ୱର ଅନୁତାପ ନିମନ୍ତେ ଆଜ୍ଞା ଦିଅନ୍ତି। ପ୍ରେରିତ 17:30 ପଦ ଟିକେ ପଢନ୍ତୁ। ଈଶ୍ୱର ସେହି ଅଜ୍ଞାନତାର ଈଶ୍ୱର ସେହି ଅଜ୍ଞାନତାର କାଳ ଉପେକ୍ଷା କରିଅଛନ୍ତି ସତ୍ୟ, କିନ୍ତୁ ଏବେ ସେ ସର୍ବତ୍ର ସମସ୍ତ ମନୁଷ୍ୟକୁ ମନ ପରିବର୍ତ୍ତନ କରିବା ନିମନ୍ତେ ଜଣାନ୍ତି। ମନ ପରିବର୍ତ୍ତନ କରିବା ପାଇଁ ଈଶ୍ୱର କ'ଣ କରନ୍ତି? ଆଜ୍ଞା ଦିଅନ୍ତି। ଅନୁତାପ ନିମନ୍ତେ ଆଜ୍ଞା ଦିଆଯାଇଅଛି। ଏହି ହେଉଛି ଅନୁତାପର ଆବଶ୍ୟକତା ଆମମାନଙ୍କର ଜୀବନରେ ହେବା ଆବଶ୍ୟକ। ସମୟ ହେଇ ଆସିଲାଣି ଅନୁତାପର ମହତ୍ଵ କଥା ଟିକେ ସଂକ୍ଷିପ୍ତରେ କହିବା ପାଇଁ ଚାହିଁବି। ଏହାର ମହତ୍ଵ କ'ଣ ହେଇପାରେ? ଅନୁତାପ ଶବ୍ଦଟି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ, ଗୁରୁତ୍ୱପୂର୍ଣ୍ଣ ଶବ୍ଦ ଅଟେ। ବାଇବେଲରେ ବାପ୍ତିଜକ ଯୋହନଙ୍କ ମୁଖ୍ୟ ପ୍ରସଙ୍ଗ ଥିଲା, ମୁଖ୍ୟ ବିଷୟ ଥିଲା ଅନୁତାପ। ମାଥ୍ୟୁ 3:1 ଏବଂ 2 ପଦ। ସେହି କାଳରେ ବାପ୍ତିଜକ ଯୋହନ ଉପସ୍ଥିତ ହୋଇ ଜିହୁଦା ପ୍ରଦେଶର ପ୍ରାନ୍ତରରେ ଘୋଷଣା କରି କହିବାକୁ ଲାଗିଲେ, ମନ ପରିବର୍ତ୍ତନ କର। ଯୀଶୁଙ୍କ ପୂର୍ବରୁ ବାପ୍ତିଜକ ଯୋହନ ଜଣେ ଅଗ୍ରଗାମୀ ଦୂତ ସ୍ୱରୂପେ ଆସିଲେ ଏବଂ ମନ ପରିବର୍ତ୍ତନର କଥା ସେ ଘୋଷଣା କଲେ। ତ ମନକୁ ପରିବର୍ତ୍ତନ କରିବା ପାଇଁ ପାପ କ୍ଷମା ମଧ୍ୟ ଆବଶ୍ୟକ ଅଟେ। ପାପ କ୍ଷମା ନ ହେଲେ ଜଣେ ପରିତ୍ରାଣ ପାଇବ ନାହିଁ। କିନ୍ତୁ ଅନେକ ଅଛନ୍ତି ଖ୍ରୀଷ୍ଟୀୟ ସମାଜରେ ଯେଉଁମାନେ ବାରମ୍ବାର ପାପ କରୁଥିବେ କିନ୍ତୁ କହନ୍ତି ମୁଁ ପରିତ୍ରାଣ ପାଇଅଛି। ମୁଁ ଆଗରୁ ଆପଣମାନଙ୍କୁ କହିଛି, ଜଣେ 25 ବର୍ଷ ପାଳକ କାମ କରିକି ମଧ୍ୟ ପରିତ୍ରାଣର ନିଶ୍ଚୟତା ଜ୍ଞାନ ସେ ପାଇନଥିଲେ। He did not have the salvation experience. ହୁଏତ ଆମମାନଙ୍କ ମଧ୍ୟରେ ମଧ୍ୟ ଅନେକ ଥାଇପାରନ୍ତି। ଆମେ ନାମଧାରୀ ଖ୍ରୀଷ୍ଟିଆନ ହେଇପାରୁ, ଜନ୍ମରୁ ଖ୍ରୀଷ୍ଟିଆନ ପରିବାରରେ ଜନ୍ମଗ୍ରହଣ କରିଛୁ ବୋଲି ଖ୍ରୀଷ୍ଟିଆନ ହେଇଛୁ, କିନ୍ତୁ ଖ୍ରୀଷ୍ଟଙ୍କର ଅନୁଗାମୀ ହେବା, ଫଲୋଅର୍ସ ଅଫ୍ ଖ୍ରାଇଷ୍ଟ ମାନଙ୍କୁ ଖ୍ରୀଷ୍ଟିଆନ ବୋଲିକରି କୁହାଯାଏ।
ଆଜି ସେଇଥିପାଇଁ ଆମ ଦେଶରେ ଯୋଉ ଦ୍ୱନ୍ଦ୍ୱ ଅଛି, ଅଜ୍ଞାନତା ଓ ଅନ୍ଧକାର ଅନ୍ଧବିଶ୍ୱାସର ଶକ୍ତି ମାଡ଼ି ଚାଲିଛି। ଖ୍ରୀଷ୍ଟ ଧର୍ମକୁ ଆମ ମାନେ ଭାରତ ବର୍ଷରେ ଲୋକମାନେ କହୁଛନ୍ତି ବିଦେଶୀ ଧର୍ମ ବୋଲି। ଶୁଣନ୍ତୁ, ଖ୍ରୀଷ୍ଟିଆନିଟି ବା ଖ୍ରୀଷ୍ଟଙ୍କର ବାକ୍ୟ ପ୍ରଚାର କରିବା ପାଇଁ ଦ୍ୱିତୀୟ ଶତାବ୍ଦୀରେ 52 AD-ରେ ଯୀଶୁଙ୍କର ଜଣେ ଶିଷ୍ୟ ଯିଏକି ଡାଉଟ୍ କରୁଥିଲେ, ସନ୍ଦେହୀ ଥୋମା ଥିଲେ, ମିଶନାରୀ ଥୋମା ହେଇକରି, ବିଶ୍ୱାସୀ ଥୋମା ହେଇକରି ସେ ଭାରତକୁ ଆସିଲେ ଏବଂ କୋଉମାନଙ୍କ ନିକଟରେ ପ୍ରଚାର କଲେ? ବ୍ରାହ୍ମଣ ମାନଙ୍କ ନିକଟରେ ପ୍ରଚାର କଲେ। ହିନ୍ଦୁ ଧର୍ମର ଯୋଉ ହିନ୍ଦୁ କାଷ୍ଟରେ ଯୋଉ ପ୍ରଥମ କାଷ୍ଟ ଲୋକ ଅଛନ୍ତି, ସେମାନେ ପ୍ରଥମରେ ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କଲେ, ଗ୍ରହଣ କଲେ। କିନ୍ତୁ ଆଜିକାର ଲୋକମାନେ କଣ କହୁଛନ୍ତି? ଯେହେତୁ ସେମାନେ ଅଜ୍ଞାନ ତାର ପଡ଼ିଛନ୍ତି, ଅନ୍ଧବିଶ୍ୱାସରେ ସେମାନେ ଘୁରି ବୁଲୁଛନ୍ତି, ସେମାନେ ଜାଣନ୍ତି ନାହିଁ ପ୍ରକୃତ ସତ୍ୟାସତ୍ୟ କଣ ଅଟେ। ଏହା କେବଳ ଦଳିତ, ନିଷ୍ପେଷିତ, ଉପେକ୍ଷିତ ଲୋକମାନେ ହିଁ ଶୀଘ୍ର ବିଶ୍ୱାସ କରନ୍ତି, ତାହା ସେ କଥା ନୁହେଁ। ସୁସମାଚାରରେ କୋଉମାନେ ବିଶ୍ୱାସ କଲେ? ନା ପ୍ରଥମରେ ପଣ୍ଡିତ ମାନେ, ପୁରୋହିତ ମାନେ, ବ୍ରାହ୍ମଣ ମାନେ ବିଶ୍ୱାସ କଲେ। ଆଉ ହିନ୍ଦୁ ଖ୍ରୀଷ୍ଟିଆନ ଧର୍ମ, ଯାହା ଆମେ ଧର୍ମ ତ କହୁନାହୁଁ, କିନ୍ତୁ ସରଳ ଭାଷାରେ ସାଧାରଣ ଭାବରେ ପ୍ରଚଳିତ ଶବ୍ଦ ଖ୍ରୀଷ୍ଟ ଧର୍ମ, ୟୁରୋପିଆନ ମାନେ, ଆମେରିକାନ ମାନେ, ବ୍ରିଟିଶ ମାନେ ପରେ ଆସିଲେ, ପ୍ରଚାର କରିବାକୁ ଆସିଲେ। କିନ୍ତୁ ପ୍ରଥମରେ ପ୍ରଭୁ ଯୀଶୁଙ୍କର ଶିଷ୍ୟ ଆଣିକରି ଆସିଲେ ଦ୍ୱିତୀୟ ଶତାବ୍ଦୀରେ। ଏହା ବହୁତ ପୁରାତନ ବିଷୟ ଅଟେ। ଲୋକମାନେ ଜାଣନ୍ତି ନାହିଁ, ମରାପିଟା କରିବାକୁ ଆସନ୍ତି, ହତ୍ୟା କରିବାକୁ ଆସନ୍ତି, ଏ ସମସ୍ତ କଥାର ତାତ୍ପର୍ଯ୍ୟ ବୁଝନ୍ତି ନାହିଁ। ହୁଏତ ଆପଣମାନେ ଜାଣିଥିବେ ବା ଶୁଣିଥିବେ, ମୁଁ କହିଦେବା ପାଇଁ ଚାହେଁ, ଟିକେ ସମୟ ନେବି। ଯେତେବେଳେ ବ୍ରାହ୍ମଣ ମାନେ ପୂଜା କରୁଥିଲେ ଗୋଟେ ପୋଖରୀରେ ହଉ ବା ସମୁଦ୍ରରେ ହଉ, ଥୋମା ଯେତେବେଳେ ସେ ସ୍ଥାନରେ ପ୍ରଚାର କରିବାକୁ ଗଲେ, ସେମାନେ ପାଣି ଉପରକୁ ଉଡଉଥିଲେ। ସେମାନଙ୍କର ହାତ ପାପୁଲିରେ ପାଣି ନେଇକରି ଉପରକୁ ଉଡଉଥିଲେ, ଆଉ ପାଣି ସବୁ ତଳକୁ ଖସି ପଳେଇ ଆସୁଥିଲା। ସେଇ ସମୟରେ ଥୋମା ସେମାନଙ୍କୁ କହିଲେ, ତୁମର ଦେବତା, ତୁମର ଭଗବାନ କଣ ତୁମେ ପୂଜା କରୁଥିବା, ତୁମେ ଅର୍ଚ୍ଚନା କରୁଥିବା ପାଣିକୁ ଗ୍ରହଣ କରୁନାହାନ୍ତି? ତାହେଲେ କାହିଁକି ମିଥ୍ୟାରେ ତୁମେ ମାନେ ଏ ପ୍ରକାର କରୁଅଛ? ସେଠି ଗୋଟେ ଚ୍ୟାଲେଞ୍ଜ ହେଲା। ତାପରେ ଥୋମା ପାଣିରେ ଓହ୍ଲେଇଲେ ଏବଂ ଆଞ୍ଜୁଳାଏ ପାଣି ନେଲେ, ଆଉ ଉପରକୁ ଉଡେଇଲେ, ଆଉ ତାହା ତଳକୁ ଖସି ଆସିଲା ନାହିଁ। ପ୍ରଭୁ ତାହା ଗ୍ରହଣ କରିନେଲେ। ଯେମିତି ଏଲିୟଙ୍କ ସମୟରେ ହେଇଥିଲା, ଯଜ୍ଞବେଦୀ ପରମେଶ୍ୱର ଅଗ୍ନି ସ୍ୱରୂପେ ଆସିଲେ ଏବଂ ଜିହ୍ୱା ସବୁ ଆସି ଚାଟି ପକେଇଲା ତାଙ୍କର ଯଜ୍ଞବେଦୀ। କିନ୍ତୁ ବାଲ ଦେବତାର ଭବିଷ୍ୟତ ବକ୍ତା ମାନଙ୍କର ଯଜ୍ଞବେଦୀ ଗ୍ରହଣ କରାଗଲା ନାହିଁ। ଠିକ ସେମିତି ସେଇ କଥାରେ ଏଇ ବ୍ରାହ୍ମଣ ମାନେ ତତ୍କ୍ଷଣାତ୍ ସେଇ ସ୍ଥାନରେ, ସେଇ ସମୟରେ ପ୍ରଭୁ ଯୀଶୁଙ୍କୁ ସ୍ୱୀକାର କଲେ ଯେ ସତ୍ୟ, ତୁମର ଈଶ୍ୱର ହିଁ ଜୀବିତ, ତୁମର ଈଶ୍ୱର ହିଁ ସତ୍ୟ। ଆଉ ସେଇ ସ୍ଥାନରେ ସେ ବ୍ରାହ୍ମଣ ମାନେ ପରିବର୍ତ୍ତନ ହେଲେ। ତ ଅନେକ ବ୍ରାହ୍ମଣ ଯେତେବେଳେ ପରିବର୍ତ୍ତନ ହଉଛନ୍ତି, ଏହା ଦେଖି ଅନ୍ୟମାନେ ସହି ପାରିଲେ ନାହିଁ। ଥୋମା 7ଟି ମଣ୍ଡଳୀ ସ୍ଥାପନ କରିଥିଲେ। ପୁଣି ଚେନ୍ନାଇରେ ଯେତେବେଳେ ସେ ଆସିଲେ, ଚେନ୍ନାଇରେ ତାଙ୍କୁ ହତ୍ୟା କରାଗଲା। ସେ ପ୍ରାର୍ଥନା କରୁଥିବା ଅବସ୍ଥାରେ ପଛଆଡୁ ତାଙ୍କୁ ବର୍ଷାଘାତ କରାଗଲା। ତ ବ୍ରାହ୍ମଣ ମାନେ ପ୍ରଥମରେ ପରିବର୍ତ୍ତନ ହେଇଛନ୍ତି ଆମ ଦେଶରେ। ସାଧାରଣ ଦଳିତ, ନିଷ୍ପେଷିତ, ଉପେକ୍ଷିତ ହିନ୍ଦୁ ମାନେ ନୁହନ୍ତି, ବ୍ରାହ୍ମଣ ମାନେ ପରିବର୍ତ୍ତନ ହେଇଛନ୍ତି। ଏ କଥା ଆମେ ସମସ୍ତେ ଜାଣି ରଖିବା ଆବଶ୍ୟକ। ଆଜି ପେଣ୍ଟିକଷ୍ଟ ପରେ ଶିଷ୍ୟମାନେ ମନ ପରିବର୍ତ୍ତନ ବିଷୟ ପ୍ରଚାର କଲେ। ପବିତ୍ର ଆତ୍ମା ସେମାନଙ୍କ ଉପରେ ଓହ୍ଲେଇ ଆସିବା ପରେ, ଶକ୍ତି ପ୍ରାପ୍ତ ହେବା ପରେ ସେମାନେ ଆରମ୍ଭ କଲେ, ଯଦ୍ୱାରା ପିତରଙ୍କର ଗୋଟିଏ ପ୍ରଚାରରେ 3000 ଲୋକ ମଣ୍ଡଳୀରେ ସଂଯୁକ୍ତ ହେଲେ, ଆଉ ଦ୍ୱିତୀୟ ସମୟରେ 5000 ଲୋକ ମଣ୍ଡଳୀରେ ସଂଯୁକ୍ତ ହେଲେ। ପିତର ସେମାନଙ୍କୁ କହିଲେ, ଆପଣ ମାନେ ମନ ପରିବର୍ତ୍ତନ କରନ୍ତୁ, ଆଉ ନିଜ ନିଜ ପାପ କ୍ଷମା ନିମନ୍ତେ ପ୍ରତ୍ୟେକ ଜଣ ଯୀଶୁଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହେଉନ୍ତୁ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ନିଜ ନିଜ ପାପ କ୍ଷମା ପାଇଁ ଆମମାନଙ୍କୁ ବ୍ୟକ୍ତିଗତ ଭାବରେ ସ୍ୱୀକାର କରିବାର ଅଛି, ଅନୁତପ୍ତ ହେବାର ଅଛି, ଖେଦ କ୍ରନ୍ଦନର ସହିତ, ଅଶ୍ରୁପାତର ସହିତ ଖାଲି ଦୁଃଖ ଭୋଗ ଫିଲ୍ କରିବାଟା ନୁହେଁ, କିନ୍ତୁ ଚେଞ୍ଜ ଅଫ ମାଇଣ୍ଡ, ଚେଞ୍ଜ ଅଫ ହାର୍ଟ, ମନକୁ, ହୃଦୟକୁ ବଦଳେଇବାର ଅଛି, ପରିବର୍ତ୍ତନ କରିବାର ଅଛି। ପାଉଲଙ୍କର ପ୍ରଚାର କଣ ଥିଲା? ପ୍ରେରିତ 20:21ରେ ସମସ୍ତେ ମନ ପରିବର୍ତ୍ତନ କରନ୍ତୁ। ଦ୍ୱିତୀୟ ପିତର ମଧ୍ୟ ପ୍ରଚାର କଲେ। ଦ୍ୱିତୀୟ ପିତର 3:9 ଯେପରି କେହି ବିନଷ୍ଟ ନ ହୁଅନ୍ତି, ବରଂ ସମସ୍ତେ ମନ ପରିବର୍ତ୍ତନ କରନ୍ତି। ଲୁକ 13:3 ମଧ୍ୟ କୁହାଗଲା, ମନ ପରିବର୍ତ୍ତନ ନ କଲେ ବିନଷ୍ଟ ହେବେ।
ବା ବିନଷ୍ଟ ହେବା ଏ କଥା କୁହାଯାଇଥିଲା। ଅନୁତାପର ଫଳ ତାହେଲେ କ'ଣ? ଆଜି ଅନୁତାପର ଫଳ ବିଷୟରେ ଟିକେ ଦେଖିବା। ସ୍ୱର୍ଗରେ କ'ଣ ହୁଏ ନା ଆନନ୍ଦ ହୁଏ। ଲୁକ 15:7 ଏବଂ 10 ପଦରେ ମନ ପରିବର୍ତ୍ତନ କଲେ ଜଣେ ପାପୀର ନିମନ୍ତେ ସ୍ୱର୍ଗରେ ଅଧିକ ଆନନ୍ଦ ହୁଏ ବା ହେବ। ଆଉ ଅନୁତାପର ଫଳ କ'ଣ ଅଟେ? ପାପ କ୍ଷମା ଆଣେ। ଯେଶାୟା 55:7 ଦୁଷ୍ଟ ପଥରୁ ଅଧାର୍ମିକ ସଂକଳ୍ପରୁ ଫେରି ସଦାପ୍ରଭୁଙ୍କ ନିକଟବର୍ତ୍ତୀ ହେଲେ ସଦାପ୍ରଭୁ ବହୁଳ ରୂପେ କ୍ଷମା କରିବେ ବୋଲି ଲେଖା ଅଛି ସେ ସ୍ଥାନରେ। ଆଉ ପ୍ରେରିତ 3:19 କଥା ମୁଁ ଆଗରୁ କହିଥିଲି, ଅତଏବ ଯେପରି ଆପଣମାନଙ୍କର ପାପ ମୋଚନ ହୋଇପାରେ ଏଥି ନିମନ୍ତେ ମନ ପରିବର୍ତ୍ତନ କରି ଫେରି ଆସନ୍ତୁ, ତାହେଲେ ପ୍ରଭୁଙ୍କ ଛାମୁରୁ ସାନ୍ତ୍ୱନାର ସମୟ ଉପସ୍ଥିତ ହେବ। ତ ମନ ପରିବର୍ତ୍ତନର ଫଳ ହେଉଛି ସ୍ୱର୍ଗରେ ଆନନ୍ଦ, ପୁଣି ପାପ କ୍ଷମାର ଅନୁଭୂତି ଆମମାନଙ୍କ ଜୀବନରେ ତାହା ଆଣିଦେବ। ଅନୁତାପ କ୍ଷମା ପାଇବା ନିମନ୍ତେ ପ୍ରସ୍ତୁତ କରେ, କିନ୍ତୁ କ୍ଷମାର ଅଧିକାରୀ କରେ ନାହିଁ। ଅନୁତାପ ପରେ ମଧ୍ୟ ଆମେ ପ୍ରଭୁଙ୍କ ପ୍ରେମ ଓ ପାପ କ୍ଷମାର ଅଯୋଗ୍ୟ ଅଟୁ, କାରଣ ଆମେ ଅନେକ ସମୟରେ ଝୁଣ୍ଟି ପଡ଼ିଥାଉ, ଅନେକ ସମୟରେ ଆମେ ପାପ କରିଥାଉ। ଜଣେ ଅନୁତପ୍ତ ବ୍ୟକ୍ତି ପବିତ୍ର ଆତ୍ମାଙ୍କର ଦାନ ପାଏ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଆଦମ ହବା ପ୍ରଥମ ମନୁଷ୍ୟ ପାପ କଲେ, ତେଣୁ ସମସ୍ତ ମାନବ ଜାତି ପାପୀ ହୋଇଅଛନ୍ତି, ପାପୀ ବୋଲି ଗଣିତ ହୋଇଛନ୍ତି। ପାପ ଏକ ଜିନିଷ ଯାହା ମନୁଷ୍ୟକୁ ସ୍ୱର୍ଗରୁ ବାହାରେ ରଖେ। ସ୍ୱର୍ଗ ଏକ ପବିତ୍ର ସ୍ଥାନ ଓ କୌଣସି ମନ୍ଦ ସେଠି ପ୍ରବେଶ କରିପାରିବ ନାହିଁ। ସ୍ୱର୍ଗରେ ପ୍ରବେଶ କରିବା ମୂଳ ବିଷୟ। ପାପ କ୍ଷମା, ଯଦି ଈଶ୍ୱର ଆମମାନଙ୍କର ପାପ କ୍ଷମା କରନ୍ତି ତେବେ ଆମେ ସ୍ୱର୍ଗରେ ପ୍ରବେଶ କରିପାରିବା, କେହି ଅଟକାଇ ପାରିବ ନାହିଁ। ତ ସେ ପାପ କ୍ଷମାର ଅନୁଭୂତିଟା ପାଇବା ପାଇଁ ୟୁ ହ୍ୟାଭ୍ ଟୁ ହ୍ୟାଭ୍ ଏ ୟୁ ଟର୍ନ ଇନ୍ ୟୋର ଲାଇଫ୍। ଆମ ପ୍ରତ୍ୟେକଙ୍କ ଜୀବନରେ ସେ ୟୁ ଟର୍ନ ଆସିବା ଦରକାର, ମନ ପରିବର୍ତ୍ତନ କରିବା ଦରକାର, ଚେଞ୍ଜ ଅଫ୍ ମାଇଣ୍ଡ ହେବା ଦରକାର। ପାପୀ ନିମନ୍ତେ ପାପ କ୍ଷମା ପାଇବା ଟା ହେଉଛି ବଡ଼ ସମସ୍ୟା। ପୁରାତନ ନିୟମରେ 3ଟି ଶବ୍ଦ ବ୍ୟବହାର କରାଯାଇଛି ପାପ କ୍ଷମା ନିମନ୍ତେ: ଆଚ୍ଛାଦନ, ଉଠାଇ ନେବା, ଅନ୍ୟତ୍ର ବା ଦୂରକୁ ପଠାଇ ଦେବା। ନୂତନ ନିୟମରେ ପାପ କ୍ଷମା ବିଶୁଦ୍ଧ ଅନୁଗ୍ରହ ଉପରେ ଆଧାରିତ। ଯେମିତି ମୁଁ ପ୍ରଥମରେ କହିଲି, ଯୋଉଥିରେ ଡକ୍ଟ୍ରାଇନାଲି ମାର୍ଟିନ ଲୁଥର, କାଲଭିନ ଏମାନେ ସବୁ ଭିନ୍ନ ଭିନ୍ନ ମତ ଦାନ କରନ୍ତି। ଏବଂ ଖ୍ରୀଷ୍ଟଙ୍କର ବଳିଦାନ ଦ୍ୱାରା ପାପୀକୁ ତାହାର ପାପରୁ ପୃଥକୀକରଣ ଜୀବନ ଯାପନ କରିବା ପାଇଁ ଗୋଟେ ସୁଯୋଗ ମିଳିଥାଏ। ପାପ କ୍ଷମାର କର୍ତ୍ତା କେବଳ ଈଶ୍ୱର ଅଟନ୍ତି। ତେଣୁକରି ଯିହୁଦୀ ମାନେ ଯେତେବେଳେ ଦେଖିଲେ ଯେ ଯୀଶୁ ପାପ କ୍ଷମା କରୁଛନ୍ତି, ଜଣେ ରୋଗୀ ଯେତେବେଳେ ଆସୁଥିଲା ଯୀଶୁଙ୍କ ନିକଟକୁ, ଯୀଶୁ କହୁଥିଲେ, ବତ୍ସ ତୋର ପାପ କ୍ଷମା କରାଯାଇଅଛି, ଉଠ ତୋର ଖଟିଆ ଘେନି ଚାଲିଯା। ଯୀଶୁ କହିନଥିଲେ ତୋର ରୋଗ ସୁସ୍ଥ ହେଇଗଲା, ତୁ ଚାଲିଯା ତୋର ଖଟିଆ ଘେନି। ଯୀଶୁ କଣ କହୁଥିଲେ? ତୋର ପାପ କ୍ଷମା କରାଗଲା। ତ ଏକମାତ୍ର ଈଶ୍ୱର ଯିଏ ପାପ କ୍ଷମା କରନ୍ତି। ତେଣୁ ଲୋକମାନେ କହିବାକୁ ଲାଗିଲେ, ଧର୍ମୀୟ ଗୁରୁମାନେ, ଏ ଅବା କିଏ ଯେ ପାପ କ୍ଷମା କରିପାରେ? କେବଳ ଈଶ୍ୱର ହିଁ ପାପ କ୍ଷମା କରନ୍ତି। ଏ ତ ସେ ବଢ଼େଇର ପୁତ୍ର, ଏ ତ ସେ ଯୋସେଫର ପୁତ୍ର, ଏ ତ ସେ ମରିୟମର ପୁତ୍ର। ଆମ ସମ୍ମୁଖରେ ଇଏ ବଢିଛି, ପ୍ରତିପାଳିତ ହେଇଛି, ଏ ନାଜରିତରେ ବଢିଛି, ଇଏ କେମିତି ପାପ କ୍ଷମା କରିପାରିବ? ସେମାନେ ଜାଣିନଥିଲେ। ସେ ଆପଣା ଲୋକମାନଙ୍କ ନିକଟକୁ ଆସିଲେ, କିନ୍ତୁ ସେମାନେ ତାଙ୍କୁ ଚିହ୍ନି ପାରିଲେ ନାହିଁ। କିନ୍ତୁ ଯେତେ ଲୋକ ତାଙ୍କୁ ଚିହ୍ନିଲେ ଓ ଗ୍ରହଣ କଲେ, ସେ ସମସ୍ତଙ୍କୁ ସେ ଈଶ୍ୱରଙ୍କର ସନ୍ତାନ ହେବାର ଅଧିକାର ଦେଲେ। एकमात्र ईश्वर ही पाप क्षमा करि पारंती। पापी मनुष्यर पाप क्षमा केवल ईश्वर ही करि पारिबे, जेहेतु से व्यवस्था लंघन करिछि। व्यवस्था लंघन ही पाप। जे भल करिबाकू जानि कि सुद्धा करे नाही, से पाप करे। जदि आपण मोर जिनिस जणे चोरी कला, आपणकर हो किंबा मोर हो, मु ताको क्षमा दे पारिबी। मात्र देशर व्यवस्था जदि मु आपण लंघन करू, ताले कोन हबो? आपण क्षमा दे पारिबे मते, ना मु क्षमा दे पारिबी आपणको? प्रशासन ही क्षमा दे पारिबो बा दंडित करि पारिबो। लूक 7:49 लेखा अछि, पाप सुधा क्षमा करू अछि जे ए किए? लोक माने कहिबाकू लागिले यीशुଙ୍କ विषय। प्रथम जोहन 1:9 पदरे लेखा जाए, जदि आमाने आपण आपण पाप स्वीकार करू, तेबे आमानकर पाप क्षमा करिबाकू से विश्वस्त ओ न्यायवान अटंती। पापी मानकर पाप क्षमा देबा निमंते सदा प्रभु सदा बेले प्रस्तुत अटंती।
ପ୍ରେରିତ 5:31 ପଦରେ ଲେଖାଯାଏ, ସେ ଯେପରି ଇସ୍ରାଏଲକୁ ମନ ପରିବର୍ତ୍ତନ ଓ ପାପ କ୍ଷମା ଦାନ କରନ୍ତି, ଏଥି ନିମନ୍ତେ ଈଶ୍ୱର ଆପଣା ଦକ୍ଷିଣ ହସ୍ତ ଦ୍ୱାରା ତାହାଙ୍କୁ ଅଧିପତି ଓ ତ୍ରାଣକର୍ତ୍ତା ରୂପେ ଉନ୍ନତ କରିଅଛନ୍ତି। ତେବେ ପାପ କ୍ଷମାର ମାଧ୍ୟମ ହେଉଛନ୍ତି କେବଳ ପ୍ରଭୁ ଯୀଶୁ ଖ୍ରୀଷ୍ଟ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଛଡ଼ା, ପ୍ରଭୁ ଯୀଶୁଙ୍କ ନାମରେ, ପ୍ରଭୁ ଯୀଶୁଙ୍କ ଠାରେ ହିଁ ପାପ କ୍ଷମା ଅଛି, ଆଉ ସେ ହିଁ ପାପ କ୍ଷମା କରିପାରନ୍ତି। ତେଣୁ ଆଜି ଆମମାନଙ୍କର ଯେତେ ପାପ ଅପରାଧ ଦାଗ ଅଛି, ସବୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ରକ୍ତରେ ଧୌତ ଓ ପରିଷ୍କୃତ, ନିର୍ମଳ ଓ ପବିତ୍ର ହେବା ଆବଶ୍ୟକ। ଆମେ ଅନେକ ସମୟରେ ଏ ଅନୁତାପ ଶବ୍ଦ ଶୁଣିଅଛୁ, କିନ୍ତୁ ଆଜି ହୁଏତ ଏକ ଭିନ୍ନ ଦୃଷ୍ଟିକୋଣରୁ ଏହାକୁ ଆମେ ଦେଖିବାକୁ ପାରିଲୁ। ହୁଏତ ଆପଣମାନଙ୍କର ଏହା ଅତି ସୁପରିଚିତ, କିନ୍ତୁ ଏତିକି ହିଁ କହିବା ପାଇଁ ମୁଁ ଚାହିଁବି ଯେ ଆମର ପାପ କ୍ଷମାର ମାଧ୍ୟମ ଯୀଶୁ ଖ୍ରୀଷ୍ଟ ଅଟନ୍ତି, ଆଉ ଆମ ସମସ୍ତଙ୍କ ନିମନ୍ତେ ସେ ଅନୁତାପର ଆବଶ୍ୟକତା ଅଛି। ଅନୁତାପର ଫଳ ଆମମାନେ ଭୋଗିବା ଆବଶ୍ୟକ ଅଛି। ପ୍ରେରିତ 13:38, ଲୁକ 7:48, ମାର୍କ 2:9 ଆପଣମାନେ ଘରେ ଗଲେ ତାକୁ ପଢିବେ। ପ୍ରଭୁ ଯୀଶୁ ଯୋଉ କଥା ସବୁ କହୁଥିଲେ, ତୁମର ପାପ ସବୁ କ୍ଷମା କରାଗଲା। ପକ୍ଷାଘାତ ରୋଗୀକୁ କହିଲେ ତୁମର ପାପ କ୍ଷମା କରାଗଲା, ତାଙ୍କୁ କହିଲେ ନାହିଁ ତୁମର ପକ୍ଷାଘାତ ରୋଗ ସୁସ୍ଥ ହେଲା, ଉଠି ଚାଲ ବୋଲି। ଯୀଶୁ ଆଜି ସଶରୀରରେ ପୃଥିବୀରେ ନାହାନ୍ତି ସତ, କିନ୍ତୁ ସେ ଅଦୃଶ୍ୟ ଭାବରେ ଆମମାନଙ୍କର ସହିତରେ ଅଛନ୍ତି। ଆମ ପ୍ରତ୍ୟେକଙ୍କୁ କ୍ଷମା କରିବା ନିମନ୍ତେ ସେ ପ୍ରସ୍ତୁତ ଅଛନ୍ତି। ଆମେ କ'ଣ ଅନ୍ୟମାନଙ୍କୁ କ୍ଷମା କରୁଅଛୁ କି? ଆମେ କ'ଣ ପ୍ରଭୁ ଯୀଶୁଙ୍କର ନିକଟବର୍ତ୍ତୀ ହେଉଛୁ କି? ସମ୍ପୂର୍ଣ୍ଣ ୟୁଟର୍ନ ନେଇକରି ଯୀଶୁଙ୍କ ନିକଟକୁ ଆମେ ଆସୁଛୁ କି? କ୍ଷମା ଦେବା ତ ବହୁତ ଦୂର କଥା ଆମ ଜୀବନରେ। ଅନେକ ସମୟରେ ଆମେ ପରସ୍ପରକୁ କ୍ଷମା ଦେବାରେ ବହୁତ କଷ୍ଟ ହେଇଥାଏ। ବହୁତ ଉଦାହରଣ ଅଛି, ମୁଁ ତାହା କହିବା ପାଇଁ ଚାହିଁ ନାହିଁ, ମୋର ଅନେକ ସମୟ ହେଇଗଲା, କ୍ଷମା କରିବେ, ଅଧିକ ସମୟ ଟିକେ ନେଲି। କିନ୍ତୁ ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଏହି ଅନୁତାପ ଶବ୍ଦ ରିପେଣ୍ଟାନ୍ସ ଆଣ୍ଡ ରିଫର୍ମେସନ ବା ଟ୍ରାନ୍ସଫର୍ମେସନ ଯାହାକୁ ଆମେ କହିଥାଉ, ମନକୁ ସମ୍ପୂର୍ଣ୍ଣ ଭାବରେ ବଦଳେଇବା ଆବଶ୍ୟକ ଏବଂ ଯୀଶୁଙ୍କ ପରି ଅନ୍ୟମାନଙ୍କ ନିକଟରେ ମଧ୍ୟ ଆମେ କ୍ଷମା ଦେବା ଆବଶ୍ୟକ। ପିତର ପ୍ରଶ୍ନ ପଚାରିଥିଲେ, କେତେ ଥର ମୋ ଭାଇ ମୋ ବିରୁଦ୍ଧରେ ପାପ କଲେ ମୁଁ କ୍ଷମା କରିବି? ପୁଣି ବଳିଦାନ କରିବାକୁ ଯାଉଥିବା ସମୟରେ ଯଦି ଆମର ମନେ ପଡେ ଯେ କାହାର ସହିତ ଆମର ଝଗଡା ହେଇଛି, ତାହେଲେ ସେଠି ବଳି ଥୋଇଦେଇ, ନୈବେଦ୍ୟ ଥୋଇଦେଇ ପ୍ରଥମରେ ତାଙ୍କ ସହିତ ମିଳିତ ହେବାକୁ ଯିବା ଆବଶ୍ୟକ। ପାଉଲ କହିଲେ ଏଫେସିୟ 4:32, 30:31-32 ବୋଧେ, ମୁଁ ଯେପରି ତୁମମାନଙ୍କୁ କ୍ଷମା କରିଅଛି ତୁମମାନେ ମଧ୍ୟ ସେପରି ପରସ୍ପରକୁ କ୍ଷମା କର। ଆମେ ଯଦି କ୍ଷମା ପାଇଛୁ, ଆମର ଯଦି ମନ ପରିବର୍ତ୍ତନ ହେଇଛି, ତାହେଲେ ଆମେ ନିଶ୍ଚିତ ଭାବରେ ଅନ୍ୟମାନଙ୍କୁ କ୍ଷମା ଦେବା ପାଇଁ ସଦା ପ୍ରସ୍ତୁତ ରହିବା, ଆଉ ଏହା କଷ୍ଟକର ହେବ ନାହିଁ ଆମ ଜୀବନରେ। ଆଜି ଯୀଶୁ ଆମର ଅମାପ ପାପ ସେ ଧୋଇ ଦେଇଛନ୍ତି, ଅଗାଧ ପାପ ସେ କ୍ଷମା କରିଦେଇଛନ୍ତି। ଆମେ ମଧ୍ୟ ଅନ୍ୟମାନଙ୍କର ପାପ କ୍ଷମା କରୁ ଓ ଯୀଶୁଙ୍କ ତୁଲ୍ୟ ହେବା ପାଇଁ ଚେଷ୍ଟା କରୁ। ପ୍ରଭୁ ସମସ୍ତଙ୍କୁ ସାହାଯ୍ୟ କରନ୍ତୁ, ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। ଆମେନ୍।